गीतर कनक्लूजन थिला मैं तो तेरी पास हूँ, मैं तो तेरी सांस में माने निश्वास रे मु अछि। सुंदर गीत कबीरंकर ये जो दोहा बा संगीत बहुत आकर्षणीय एवं मार्मिक। संगीतर ताले ताले जन हजिजीव आत्मार दर्शन है। संगीत को संगीतर भाव को जानी जानी जने आत्मदर्शन कर। मैं तो तेरी पास हूँ, मैं तो तेरी सांस में पाखरे अच्छी श्वास रे अच्छी ठिकाना पूरा ईश्वर ठिकाना। धन्यवाद संगीत परिवेशन कर सुंदर संगीत थिला हिंदी आकर्षणीय शीतर प्रकोप अनिच्छा सत्वे संगीत परिवेशन कर ठीक थिला। हो आम सब्जेक्ट मैटर आड़ को आसवा कहतु कौन सब्जेक्ट आज रखा जाई परिबा। आज प्रणाम गुरुमा प्रणाम। हाँ प्रणाम। काली जो सब्जेक्ट थिला द्वितीय पाठटा हो गुरुजी। द्वितीय ना तृतीय एटा कौन सब्जेक्ट थिला कि काली सब्जेक्ट कौन थिला? जोगरे सूक्ष्म ना कौन? जोगरे सूक्ष्म साधन ना कौन या थिला कि नहीं? सूक्ष्म नियम जोगरे सूक्ष्म नियम सूक्ष्म साधन ये थिला फर्स्ट पार्ट छोड़ा है। सेकंड पार्ट यदि काली आलोचना एटा थर्ड हबो ना नहीं? थर्ड पार्ट हबो। आउ के कौन सब्जेक्ट आउ कार कौन सब्जेक्ट कहया भाई कौन? प्रणाम। हाँ प्रणाम। प्रत्याहार सब्जेक्ट कौन आज रखिबे कि तो रखिबे? हाँ प्रत्याहार रखा जो हो तबे आमे जोग करिया को हेले जोगर अश्लील रूप होची भावनार अछि। जोगर अश्लील रूप जोगर भावनार अछि। तुमर भावनार अछि। बिना भावनार जोग होई परिबा नाही। आमे दुईटी एपिसोड बनै सारछे। जोगरे सूक्ष्म साधन सूक्ष्म साधन हो पार गोटे स्थूल साधन गोटे सूक्ष्म साधन। सूक्ष्म साधन होची भावना रही बहुत टेक्निक अच्छी से टेक्निक अप्लाई कले तुम्हें से स्तर पहुंच पार। साधन अति सहज हो नहीं तो जिते साधन कले सफल हबनी। लुडो पाली देखी लुडो पाली लुडो रे सीढ़ी रे उठी उठी पड़ेब ना नहीं? बहुत इंटरेस्टिंग खेल सीढ़ी रे उठी जीव जते लिफ्ट मारला बेलू भल लगे बहुत घर उठी जाइए। गोटा 100 रे पाचिब 1998 गोटे साप फणा कर बुझिल 98 गोटे साप अनेक फणा करी तुम लुडो बाली खाइब हेडू खाईदे आसे 8 को पड़े आस गला 98 8 को पड़े आस 8 घर पुणी उठिब ये
ସାଧନ ମଧ୍ୟ ସେଇଭଳି କ'ଣ ନା ତୁମେ ଆନନ୍ଦରେ ସବୁଦିନ ସାଧନ କରୁଥିବ, ସାଧନ କଲ ସବୁଦିନ, ଯଦି ସବୁଦିନ ସାଧନ କରୁଥିବ ରେଗୁଲାର, ତାହେଲେ ସିଡିରେ ଉଠି ଉଠି ପଳେଇବ ନା ନାଇଁ? ସବୁଦିନ ଯେ ସାଧନ କରୁଛନ୍ତି, ସବୁ ସତ୍ସଙ୍ଗରେ ଯେ ଆଟେଣ୍ଡ କରୁଛନ୍ତି, ସେ ଗୋଟେ ସିଡି। ସବୁଦିନ ସାଧନ ଯେ ରେଗୁଲାର କରୁଛନ୍ତି, ସେ ଗୋଟେ ସିଡି ଉଠିବା ପାଇଁ। ଆଉ ସମୟରେ ସାଧନ କରୁଛନ୍ତି, ସେ ଗୋଟେ ସିଡି। ଠିକ ସମୟରେ ସାଧନ କରିବା, ସେ ଗୋଟେ ସିଡି। ବ୍ରହ୍ମ ମୁହୂର୍ତ୍ତରେ ଯୋଉମାନେ ସାଧନ କରୁଛନ୍ତି, ସେ ଗୋଟେ ସିଡି। ଏ ସିଡିରେ ଉଠି ଉଠି ଯାଇପାରିବ ପ୍ରତ୍ୟେକ ଦିନ। କିନ୍ତୁ ଗୋଟେ ଦୁର୍ଯୋଗ କ'ଣ କି, ସାପ ଅଠାଲବରେ ଅନେଇଛି କହିଲେନି, ସବୁ କାମ କରୁଥିବ କିନ୍ତୁ ତୁମ ରୋଗଗ୍ରସ୍ତ ଭାବନା ଥିବ। ରୋଗଗ୍ରସ୍ତ ଭାବନା କ'ଣ? ସେ ଭାବନା ସଠିକ ନିରୂପଣ କରିପାରୁନଥିବ। ଏଇଟା ହବ କି ନାହିଁ, ମୁଁ ସାଧନ କରୁଛି, ଏଇଟା ଠିକ କି ଭୁଲ, ସତରେ ଆତ୍ମା ଆ ଭିତରେ ଅଛନ୍ତି କି ନାହିଁ, ଯଦି ଅଛନ୍ତି କେମିତି ଦେଖିବି, ମୁଁ ତ ସବୁଦିନ ଏତେ ଦିନ ସାଧନ କଲିଣି, କାହିଁ କିଛି ତ ସଫଳ ମିଳୁନି। ସଫଳତା ଏ ଯୋଉ ନିମ୍ନ ଭାବନା ଯଦି ଜ୍ଞାନରେ ଠିକ ଅଛ, ତାହେଲେ ତୁମକୁ ଲିଫ୍ଟ ମିଳିବ। ସାପ ଖାଇଦେଲା, ଆସିକି ପୁଣି 8। ତେଣୁ ଭାବନା ଅତି ବଳଶାଳୀ। ଭାବନାକୁ ନେଇକି ତୁମେ ସାଧନ କରିବ, ଦୃଢ ସଂକଳ୍ପକୁ ନେଇକି ସାଧନ କରିବ। ଯେତେ ସାଧନ କଲେ ଯଦି ଭାବନା ନିମ୍ନମାନର ଅଛି, ତାହେଲେ ଜାଣ ସାପ ଖାଇବ। ସାଧନାକୁ ଷ୍ଟ୍ରଙ୍ଗ କରିବାକୁ ଜମା ନେଗେଟିଭ ଭାବନା ଆଣିବ ନାହିଁ। ନେଗେଟିଭ ଭାବନା ହଉଛି ସର୍ପ। ନେଗେଟିଭ ଭାବନା ଅଛି ମାନେ ଖାଇବ ସାପ ତୁମକୁ ନୁହେଁ। ଏ ଲୁଡୁପାଲି କଥା ମୁଁ କହୁଛି। ଖାଇବ, ପୁଣି 8 ପଳେଇ ଆସିବ, ପୁଣି ଉଠିବ। କହନ୍ତିନି ଗୋଦରା ମାଡେ ଯେତେ କୋଢେ ସେତେ, କୋଢେ ଯେତେ ମାଡେ ସେତେ, ବା କୋଢେ ଯେତେ ମାଡେ ସେତେ। ମାଟି ଗୁଡା ଖୋଳି ଖୋଳି ଯିବ, ପୁଣି ଓସାରିଆ ଗୋଡ ହେଇଥିବାରୁ ପୁଣି ସେ ମାଟି ଗୁଡା ବୁଝି ଯାଉଥିବ ଗାତରେ। ତେଣୁ ତୁମ ସାଧନରେ ସେଇ ଅବସ୍ଥା। ତୁମେ ଯେତେ ଖୋଳିଲେ ବି ପୁଣି ବୁଝି ହେଇଯାଉଥିବ ତୁମ ଭାବନାରେ। କ'ଣ କରିବ? ତେଣୁ ଇଏ ଗୋଟେ ସୂକ୍ଷ୍ମ ଭାବନା। ଆଗେ ଭାବନାକୁ ପରିଷ୍କାର କର। ଭାବନାକୁ ପରିଷ୍କାର ଯେତେ କରିବ, ତୁମେ ସେତେ ଆଗକୁ ଯାଇପାରିବ। ନା ସାପ ଥିବ, ନା ବେଙ୍ଗ ଥିବ, କେହି ତୁମର କ୍ଷତି କରିପାରିବେନି, ସିଧା ଉଠିଯିବ। ତେଣୁ ଯୋଗରେ ସୂକ୍ଷ୍ମ ସାଧନ ଭାବନାକୁ ନେଇ କରାଯାଇପାରେ। ଆମେ ବହୁତ ଏ ବିଷୟରେ ଉଦାହରଣ ଦେଇକରି ଆଲୋଚନା କରିଛେ। 2ଟି ସତ୍ସଙ୍ଗ ସରିଯାଇଛି। ସମସ୍ତଙ୍କ ଅନୁରୋଧ କ୍ରମେ ଆଜି ଆମେ ପୁଣି ତୃତୀୟ ପାଠକୁ ଆଲୋଚନା କରିବାକୁ ଯାଉଛୁ। ଏ ଗୋଟେ ବଳିଷ୍ଠ ପଦକ୍ଷେପ ମନ ଭିତରେ ରହିବା ଦରକାର। ମୁଁ ଜଣେ ଯୋଗୀ, ଏ ପଏଣ୍ଟକୁ ଆସନ୍ତୁ। ଗୋଟେ ବଳିଷ୍ଠ ପଏଣ୍ଟ ହଉଛି, ତୁମେ ସଦା ସର୍ବଦା ଭାବିବ ମୁଁ ଜଣେ ଯୋଗୀ। ତାର ପରୋକ୍ଷରେ କେବେ ନ୍ୟୁନତା ଆଣିବନି ଯେ ମୁଁ ଯୋଗୀ ଜଣେ ଛୋଟ ଲୋକଟେ, ମୋର କର୍ମଟା ଛୋଟ, ମୋର ଚାକିରି ହେଲାନି। ମୁଁ ଚାକିରି କରିଥିଲି ଗୋଟେ କଲେକ୍ଟର ହେଇଥାନ୍ତି, ଓଏସ୍ ପାଇଥିଲି ଜଣେ ତହସିଲଦାର ହେଇଥାନ୍ତି, ମୁଁ ଗୋଟେ ମାଜିଷ୍ଟ୍ରେଟ ହେଇଥାନ୍ତି, ମୁଁ ଗୋଟେ ପୋଲିସ IPS ଅଫିସର ହେଇଥାନ୍ତି, ଗୋଟେ ବଡ଼ କିରାଣୀ ହେଇଥାନ୍ତି, ଲେକ୍ଚର ହେଇଥାନ୍ତି, ଡାକ୍ତର ହେଇଥାନ୍ତି, ଗୋଟେ ପ୍ରଫେସର ହେଇଥାନ୍ତି। ଜଣେ ଯୋଗୀ ତୁଳନାରେ ଏସବୁ ନିମ୍ନ। ଓଲଟା ଭାବ, ତୁମର କର୍ମକ୍ଷେତ୍ରଟାକୁ ବହୁତ ପ୍ରାଧାନ୍ୟ ଦିଅ ଯେ ମୁଁ ଜଣେ ଯୋଗୀ। ଆମର ହେଡମାଷ୍ଟର ଯିଏ ଥିଲେ ଆମ ସ୍କୁଲରେ, ହାଇସ୍କୁଲରେ,
ସେ ଜାରେକା ପାଖାପାଖି ତାଙ୍କ ରହୁଛନ୍ତି ଏ ଯେଉଁ ପରିବା ସେଣ୍ଟର ନାଁଟା ମନେ ପଡ଼ୁନି, ଜାରେକା ପାଖରେ ସେଇଠି ସେ ରହୁଛନ୍ତି। ତାଙ୍କ ପୁଅ ବେଷ୍ଟେନ୍ ପାଇଲା ମ୍ୟାଟ୍ରିକରେ, ପୋଜିସନ୍ ଥିଲା। ମିଡ଼ିଆ ବାଲା ଗଲେ, 10 ଜଣଙ୍କୁ ପଚାରିଲେ, 10 ଜଣ ତ ଭେଟିଥିବେ ବେଷ୍ଟେନ୍, 10 ଜଣ ଭିତରେ ଇଏ ଜଣେ ଥିଲା। ସମସ୍ତେ କହିଲେ ମୁଁ କଲେକ୍ଟର ହେବି, କିଏ କହିଲେ ମୁଁ ମାଜିଷ୍ଟ୍ରେଟ୍ ହେବି, କିଏ କହିଲେ ମୁଁ ଜଣେ ଭଲ ଅଫିସର ହେବି, କିଏ କହିଲେ ମୁଁ ଗୋଟେ ବଡ଼ ସାଇଣ୍ଟିଷ୍ଟ ହେବି, ଇତ୍ୟାଦି ଇତ୍ୟାଦି। କିନ୍ତୁ ଏ ଯେଉଁ ହେଡ଼ମାଷ୍ଟରଙ୍କ ପୁଅ ଯିଏ ଥିଲେ, ହେଡ଼ମାଷ୍ଟର ହେଉଛନ୍ତି ତାଙ୍କ ନାଁ ଅନନ୍ତ ବ୍ରହ୍ମା। ଆମ ସ୍କୁଲରେ ଯିଏ ହେଡ଼ମାଷ୍ଟର ଥିଲେ, ତାଙ୍କ ପୁଅ ପଚାରିଲେ ତୁମେ କ'ଣ ହବ? ସେଇଠୁ ସେ ଗୋଟେ ସରଳ ଉତ୍ତର ଦେଇଥିଲେ, କହିଲେ ମୁଁ ଗୋଟେ ଭଲ ମଣିଷଟି ହେବି। ଦେଖନ୍ତୁ କେତେ ମାର୍ମିକ କଥା। ସେ କହିଲେନି ମୁଁ କଲେକ୍ଟର ହେବି, ହେଇପାରିଥାନ୍ତା, କଲେକ୍ଟର ହେଇପାରିଥାନ୍ତା, ଗୋଟେ ପୋଜିସନ୍ ପାଇଛି ମାନେ ଭଲ ବ୍ରେନ୍ ଥିବ ନା, ଭଲ ମଣିଷଟିଏ। ଭଲ ମଣିଷ କଲେକ୍ଟର ହୁଅନ୍ତୁନି। ଭଲ ମଣିଷ ହେବାକୁ ହେଲେ ଭଲ ଯୋଗ କରିବାକୁ ପଡ଼ିବ, ଭଲ ଯୋଗୀଟିଏ ହେବାକୁ ପଡ଼ିବ, ମୁନିଟିଏ ହେବାକୁ ପଡ଼ିବ, ଋଷିଟିଏ ହେବାକୁ ପଡ଼ିବ। ଋଷେୟ ମନ୍ତ୍ର ଦୃଷ୍ଟାର, ଯିଏ ମନ୍ତ୍ରକୁ ଦେଖିଲା ସେ ଋଷି। ମାନେ ମନ୍ତ୍ରକୁ ଦେଖିଲା ମାନେ ମନ୍ତ୍ରକୁ ସୃଷ୍ଟି କଲା, ସେ ସ୍ରଷ୍ଟା ହେଇଗଲା। ତାଠାରୁ ବଡ଼ ଆଉ କ'ଣ ମନ୍ତ୍ର ଅଛି? ତାଠାରୁ ଆଉ କ'ଣ ତନ୍ତ୍ର ଅଛି? ତାଠାରୁ ଆଉ କ'ଣ ଟେକ୍ନୋଲୋଜି ଅଛି କୁହନ୍ତୁ? ଯିଏ ମନ୍ତ୍ରକୁ ଦେଖିଲା, ଗୋଟେ ଉଦାହରଣ ସ୍ୱରୂପ ଜଣେ ଦେଖିଲା ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ, ତା ଅର୍ଥ ସେ ବ୍ରହ୍ମକୁ ଦେଖିଲା, ବ୍ରହ୍ମର ରୂପକୁ ଦେଖିଲା, କଳନା କଲା ଯେ ମୋ ଶରୀର ବ୍ରହ୍ମ, ମୁଁ ବି ବ୍ରହ୍ମ। ତାପରେ ସେ କହିଲା ମୁଁ ଅହଂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ। ସେହିପରି ଆଉ ଜଣେ ମଧ୍ୟ ଆସି କହିଲା, ଋଷି ଜଣେ, ଅୟଂ ଆତ୍ମା ବ୍ରହ୍ମ। କାଳେ ଭୁଲ ହେଇଯିବ, ଅହଂ ବ୍ରହ୍ମାସ୍ମିର ମାନେ ତୁମେ ହିଁ ବ୍ରହ୍ମ, ଆଉ କେହି ନାହାନ୍ତି ନା। ସେ କହିଲା ଏଇ ଆତ୍ମା ହିଁ ବ୍ରହ୍ମ, ଅୟଂ ଆତ୍ମା ବ୍ରହ୍ମ, ଏଇ ଆତ୍ମା ହିଁ ବ୍ରହ୍ମ। କ୍ଲିୟର ହେଇଗଲା? ଆଉ ଜଣେ ଆସି କହିଲେ, କାଳେ ତୁମେ ବ୍ରହ୍ମ ଆଉ କିଏ ନାହାନ୍ତି କି ପୃଥିବୀରେ? ସେ କହିଲେ ତତ୍ତ୍ୱମସି, ତାହା ତୁମେ ମଧ୍ୟ ଅଟ, ତୁମେ ସେଇ ବ୍ରହ୍ମ। ଏ ଯୋଉ ମନ୍ତ୍ରକୁ ଦେଖିବା ଏବଂ କହିବା ଋଷିଙ୍କର ଯୋଉ ସଂଳାପ ବା ତାଙ୍କର ଯୋଉ ନିର୍ଯାସ ଆସିଲା, ଦେଖିକିରି ଯୋଉ ମନ୍ତ୍ର ଉଚ୍ଚାରଣ କଲେ, ତାଠାରୁ ଆଉ ବଡ଼ କ'ଣ ହେଇପାରେ କୁହନ୍ତୁ? ଯେତେ ବଡ଼ ସାଇଣ୍ଟିଷ୍ଟ ହୁଅନ୍ତୁ, ଆଜିକାଲିର ଯୁଗରେ ତ ବଡ଼ ଚାକିରି ହେଉଛି ଜଣେ ସାଇଣ୍ଟିଷ୍ଟ ହେବା, ବିଜ୍ଞାନରେ ବେଶୀ ଜ୍ଞାନ ଗ୍ରହଣ କରିବା, ଚନ୍ଦ୍ରପୃଷ୍ଠରେ ପହଞ୍ଚିବା, ଏରୋନେଟିକ୍ ଇଞ୍ଜିନିୟର ହେବା ବା ମହାକାଶରେ ବୁଲିବା। ଏ ତ ବଡ଼ ବଡ଼ ବିଜ୍ଞାନର କରାମତି ନା, କ୍ଷେପଣାସ୍ତ୍ର ତିଆରି କରିବା, ଆଟମିକ୍ ଏନର୍ଜି ସୃଷ୍ଟି କରିବା, ବୁଝିଲେ? ଏସବୁ ବଡ଼ ବଡ଼ କଥା, ବଡ଼ ବଡ଼ କାମ। କିନ୍ତୁ ତାଠାରୁ ବଡ଼ ହେଉଛି ଜଣେ ଯୋଗୀ। ମାନେ ତୁମ ମନ ଭିତରେ ଏଇ କଳ୍ପନା ଆସିଲାଣି କି ଯେ ମୁଁ ଜଣେ ଯୋଗୀ, ଆଉ ସମସ୍ତଙ୍କ ଠାରୁ ମୁଁ ଶ୍ରେଷ୍ଠ କର୍ମ କରୁଛି। ଯେପର୍ଯ୍ୟନ୍ତ ଏଇ ସୂକ୍ଷ୍ମ ଭାବନା ନ ଆସିଛି ଯୋଗରେ, ତୁମେ ସାଧନ କରିବା କଷ୍ଟ ହେଇପାରିବ। ତୁମେ ତ ସଦାବେଳେ ଇନଫିରିୟର ଭାବୁଥିବ ନିଜକୁ। ଯେମିତି ଜଣେ ଭାବୁଛି ମୋ ପାଖରେ ପଇସା ନାହିଁ, ମୁଁ ଗରିବ,
ଆଉ ଜଣଙ୍କ କତିରେ ବେଶୀ ପଇସା ଅଛି, ମୁଁ ଭାବୁଛି ମୁଁ ବଡ ଧନୀ, ସେ ବି ଅହଙ୍କାରର ରହସ୍ୟ ଲୁଚି ରହିଛି। ଆଉ ଗରିବ କହିବା ଗୋଟେ ଅହଙ୍କାର ରହସ୍ୟ ଲୁଚି ରହିଛି ସେଥିରେ। ମୁଁ ଗରିବ, ସେ ବି ଏକ ଅହଙ୍କାର। ଯେମିତି ଜଣେ କହୁଛି ମୁଁ ଧନୀ, ସିଏ ବି ଅହଙ୍କାର, ଅହଙ୍କାରରେ କହୁଛି। ତେଣୁ ଇଏ ବି ସେମିତି କହୁଛି ଜଣେ ମୁଁ ଗରିବ, ତା ନିଜର ପରିଚୟ ଠାରୁ ବା ନିଜର ଶକ୍ତି ଠାରୁ ସିଏ ବି ଦୂରେଇ ଯାଉଛି, ଇଏ ବି ଦୂରେଇ ଯାଉଛି, ଦି ଜଣ। ତେଣୁ ସର୍ବମୋଟରେ ତୁମେ ଯୋଗୀ ଯଦି ଯୋଗର କର୍ମ କରୁଛ ବା ନିଜେ ଯଦି ଯୋଗୀ ହିସାବରେ ନିଜକୁ ସଦାସର୍ବଦା ଭାବନାରେ ରତ ରହୁଛ ମୁଁ ଜଣେ ଯୋଗୀ, ସେ ଯୋଗର କର୍ମକୁ ଶ୍ରେଷ୍ଠ ଭାବିବା ଦରକାର। ମୁଁ ସର୍ବଶ୍ରେଷ୍ଠ କର୍ମ କରୁଛି। ମୁଁ କହିଲି ଯୋଗରେ ସୂକ୍ଷ୍ମ ସାଧନ ଏସବୁ। ବିନା ସାଧନରେ ବା ସୂକ୍ଷ୍ମ ଭାବନାରେ ତୁମେ ଯୋଗ କରିପାରିବ। ଆଉ ଯଦି ତୁମେ ଇନଫିରିୟର ଭାବୁଛ ସଦାବେଳେ, ମୁଁ ଏଇ କର୍ମ କରୁଛି, ଏଇଟା ବୋଧେ ଛୋଟ କର୍ମ, କିଏ ଯୋଗ କରୁଛି? ଜଣେ ଜଣେ ଲୋକ ଅଛନ୍ତି କହୁଛନ୍ତି ଯୋଗରେ କିଛି ନାହିଁ, ଯୋଗରେ କିଛି ନାହିଁ। ଏତେ ଏତେ ବଡ଼ ମେଡିକାଲ ଅଛି, ଏତେ ବଡ଼ ବଡ଼ ଡାକ୍ତର ଅଛନ୍ତି, ଏତେ ବଡ଼ ବଡ଼ ପ୍ରଫେସର ଅଛନ୍ତି, ସିଏ ଭଲ କରିପାରିଲେନି, ଏ ଯୋଗରେ କେମିତି ଭଲ ହବ? ନା ସେ ଡାକ୍ତର ନା ସେ ଯୋଗୀ। ଯିଏ କହୁଛି ନା ସେ ଡାକ୍ତର ନା ସେ ଯୋଗୀ, ନା ଯୋଗର କରାମତି ଜାଣିଛି, ନା ଡାକ୍ତର ବିଦ୍ୟାକୁ କେତେ ସମ୍ଭବ ସେ ଦେଖିଛି, ସେ ବ୍ୟକ୍ତି କଥା କହୁଛନ୍ତି। ଇଏ ପ୍ରଗଳ୍ଭ ନୁହେଁ କି? ଏଇ ଯୋଉ ଚିନ୍ତାଧାରାଟା ସେମାନଙ୍କର ପ୍ରଗଳ୍ଭ ଚିନ୍ତାଧାରା, ଏ ପାଗଳର ପ୍ରଳାପ ସଦୃଶ୍ୟ। ତେଣୁ ଏଇସବୁ କଥାରେ ବିଚଳିତ ନ ହେଇକି ତୁମେ ନିଜ ସ୍ଥାନରେ ରୁହ। ଯିଏ ସଦା ସର୍ବଦା ନିଜର ଯୋଗୀର କର୍ମକୁ ସର୍ବଶ୍ରେଷ୍ଠ କର୍ମ ବୋଲି ନିଜେ ଅନୁଭବରେ ଆଣୁଥିବ, ଖାଲି ଶୁଣିଲେ ହବନି, ଭାବିଲେ ହବନି, ଅନୁଭବରେ ଆଣୁଥିବ ମୁଁ ଜଣେ ଯୋଗୀ, ମୁଁ ଶ୍ରେଷ୍ଠ କର୍ମ କରୁଛି, ତାହେଲେ ଯୋଗ ତା ପାଇଁ ସରଳ ହେଇଯିବ, ସହଜ ହେଇଯିବ। ଇଏ ଗୋଟେ ଶ୍ରେଷ୍ଠ ଅଂଶ ଯୋଗର, ଗୋଟେ ବଡ଼ ପଏଣ୍ଟ। ମୁଁ ଜଣେ ଯୋଗୀ, ତାକୁ ପ୍ରାଧାନ୍ୟ ଦେ, ସେଇ ଯୋଉ ଯୋଗ କର୍ମକୁ ଶ୍ରେଷ୍ଠ ଭାବ। ଯୋଗ କରିବା ଗୋଟେ କର୍ମ ନୁହେଁ କି? କର୍ମସୁ କୌଶଳମ୍, ଯୋଗ କର୍ମସୁ କୌଶଳମ୍। ଚିତ୍ତ ବୃତ୍ତିକି ନିରୋଧ କରିବା ସମସ୍ତଙ୍କ ଠାରୁ କଷ୍ଟ ନା। ଚିତ୍ତର ବୃତ୍ତିକି ନିରୋଧ କରିବା, ବୃତ୍ତି ସ୍ୱରୂପ, ମନଟା ବୃତ୍ତି ସ୍ୱରୂପ ହେଇ ବୁଲୁଛି ଚାରିଆଡେ, ତାକୁ ଫେରେ ଆଣିବା, କୌଶଳ କରିକି ଫେରେ ଆଣିବା, ଏ ସମସ୍ତଙ୍କୁ କଷ୍ଟ କର୍ମ। ସେଇଥିପାଇଁ ଅର୍ଜୁନ କହିଲେ ଗୀତାରେ, କୃଷ୍ଣଙ୍କୁ କହିଲେ, କୃଷ୍ଣ ବୁଝଉଛନ୍ତି, ବୁଝି ବୁଝି ଅର୍ଜୁନ ଗୋଟେ ଗୋଟେ ପିଲା ରିଜିଡ ହେଇଛନ୍ତି, ପାଠ ପଢି ପଢି ବିରକ୍ତ ହେଇଯିବେ। କହିଲେ ଚଞ୍ଚଳ ମନ କୃଷ୍ଣ ପ୍ରମାଥି ବଳବତ୍ତ ଦୂର। ଏ ମନ ଏତେ ଚଞ୍ଚଳ ଆଉ ଭ୍ରମ ସୃଷ୍ଟିକାରୀ, ମୁଁ ଆକୁ କରିପାରିବିନି। ଅର୍ଜୁନ ଭଳି ବୀର କହୁଛନ୍ତି, ଚଞ୍ଚଳ ମନ କୃଷ୍ଣ ପ୍ରମାଥି ବଳବତ୍ତ ଦୂର। କେତେ କଷ୍ଟ କାମ। ଚିତ୍ତରେ ବୃତ୍ତି ସଂଯୋଗ ହେଲେ ଯେଉଁ ତରଙ୍ଗ ସୃଷ୍ଟି ହୁଏ, ସେଇ ତରଙ୍ଗାୟିତ ଅବସ୍ଥାର ନାମ ହଉଛି ମନ। ଚିତ୍ତରେ ବୃତ୍ତି ସଂଯୋଗ ହେଲେ ତୁମେ ବଇଛ ସ୍ଥିର ହେଇକି, ସେଟା ବୃତ୍ତି ସଂଯୋଗ ହେଲା, ଆରେ ମୁଁ କୋଉଠିକି ଯିବି, କୋଉଠିକି ଯିବି ମାନେ ସେ ପ୍ଲେସ୍ ମନେ ପଇଲା, ସେ ବ୍ୟକ୍ତି ମନେ ପଇଲା, ଆକୁ ଭେଟିବି, ସେଠିକି ପହଞ୍ଚିବି, ବୃତ୍ତି ସଂଯୋଗ ହେଇଗଲା, ସେଠୁ ପଳେଇଲା ମନ, ଦୌଡ଼ିଲା। ତୁମେ ଗୋଟେ ଜାଗାରେ ବଇଥିବ କିନ୍ତୁ ମନ ଯାଇ ସେଠି ଉଠିବ, ପୁଣି ପରବର୍ତ୍ତୀ ନେକ୍ସଟ 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 ହେଇକିରି ମନ ବୁଲିବ ପରିଧି। ଆଉ ତୁମେ ତାକୁ କେନ୍ଦ୍ରକୁ ଆଣିବା କଷ୍ଟ ନୁହେଁ କି?
ତେଣୁ ଯେତେ କର୍ମ ଅଛି ସମସ୍ତଙ୍କୁ ଶ୍ରେଷ୍ଠ କର୍ମ କୌଶଳ ବା ତରିକା ହେଉଛି ଯୋଗରେ ମନକୁ ଆଣି ରଖିବା। ଯୋଉ ପ୍ରତ୍ୟାହାର ଏଇନା କିଏ କହୁଥିଲେ, ପ୍ରତ୍ୟାହାର ସାଧନା ଫେରେଇ ଆଣିବା, ୱିଡ୍ର କରି ଆଣିବା। ପ୍ରତ୍ୟାହାର ଅର୍ଥ ୱିଡ୍ର କରି ଆଣିବା ମନକୁ, ସେଠୁ ଫେରେଇ ଆଣିବା। ମନ କୋଉଠି ଆହାର କରୁଛି, ତୁମେ ପ୍ରତ୍ୟାହାର କରିବ। ଆହାର ମାନେ ଖାଉଥିଲା, ସଙ୍ଗୀତରୁ କିଛି ଖାଉଥିଲା, ଶବ୍ଦରୁ କିଛି, ରୂପରୁ ଖାଉଥିଲା, କିଛି ଗନ୍ଧରୁ ଖାଉଥିଲା, କିଛି ବାସ୍ନା ସୌନ୍ଦର୍ଯ୍ୟ ଦେଖୁଥିଲା, ତୁମେ ଫେରେଇ ଆଣିବ। ମନେକର ଗୋଟେ ଫୁଲଟେ ଦେଖୁଛି, ଗୋଟେ ଲୋକଟେ ଫୁଲରେ ନିମଜ୍ଜିତ ହେଇଯାଇଛି। ନିମଜ୍ଜିତ ହେବା ଦ୍ୱାରା ଫୁଲର ସୌନ୍ଦର୍ଯ୍ୟ ଦେଖୁଛି, କେତେ ସୁନ୍ଦର ଫୁଟିଛି, କେମିତି ଦେଖା ହଉଛି, ଢଳ ଢଳ ଚେହେରା ହଲୁଛି, ସତିକା ମତେ ଅନେଇଛି। ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟ ବୋଧେ ସେ ଫୁଲରେ ସମାହିତ ହେଇଛି। ଭଗବାନ ସୃଷ୍ଟି କରିଛନ୍ତି, ଭାବନା କରୁଛି ଦେଖି ଦେଖି ଫୁଲ। এটা ବୃତ୍ତି ସ୍ୱରୂପ ହେଇଯାଇଛି ନା, ଏ ଫୁଲ ସ୍ୱରୂପ ହେଇଯାଇଛି ତମ ମନଟା। ତୁମେ ଫେରେଇ ଆଣିବ ସେଠୁ। ନାଇଁ ଆସ, ଏ ଫୁଲ ଆଉ ଦେଖିନି, ପଳେଇ। ତେଣୁ ଏଠି କଣ ହେଲା, ପ୍ରତ୍ୟାହାର ହେଲା। ଏମିତି ବାରମ୍ବାର କଲେ ମନ ସ୍ଥିର ରହିବ, ଠିକ ଜାଗାକୁ ଆସିବ। ବାରମ୍ବାର ଗୋଟେ ସେଇ କର୍ମ କରୁଥିବ, ପ୍ରତ୍ୟାହାର କରୁଥିବ, ପ୍ରତ୍ୟାହାରରେ ସେ ମନ ଫେରିବ। ଗୋଟେ ଅଭ୍ୟାସଗତ ହେଇଯିବ ମନଟା। ନାଇଁ ମୁଁ ଫେରିବି, ମୁଁ ଫେରେଇ ଆଣୁଛନ୍ତି, ମୁଁ କଣ କରିବି? ନା, ସେ ଫୁଲ ଆଉ ଦେଖିବିନି, ସେ ଫୁଲ ଦେଖିବିନି, ସେ ବଗିଚା ଦେଖିବିନି, ସେ ଅର୍ଥରେ ନିମଜ୍ଜିତ ହେବିନି, ସେ ରାସ୍ତାରେ ମୁଁ ଆଉ ଯିବିନି, ସେ ଝିଅକୁ ଦେଖିବିନି, କାହା ସହିତ କଥା ହେବିନି, କାହା ସହିତ ଝଗଡ଼ା କରିବିନି। ଏଇ ଯୋଉ ଭାବନା ସବୁ ମନ ଭିତରେ ଖେଳୁଛି, ଫେରି ଆସିବ। ଏହା ପ୍ରତ୍ୟାହାର କୁହାଯାଏ। ଏ କଷ୍ଟ ନୁହେଁ, କଷ୍ଟ ପୁଣି ସହଜ। ତୁମେ ଯଦି ଜିଦି କରିବ, ସହଜ ହେଇଯିବ। ବାରମ୍ବାର ସେଇ କାମ କରିବ, ଫେରେଇ ଆଣୁଥିବ। ଗୋଟେ ଲୋକ ଯାଉଛି, ଫେରେଇ ଆଣିବ, ମନ ଯାଉଛି, ଫେରେଇ ଆଣିବ। ସେ ସେଠୁ ଲାଷ୍ଟରେ କଣ କରିବ, ମନ ଚିଡ଼ିଯିବ, କଣ ନା ମତେ ତ ଯେତେ ଯୁଆଡ଼େ ଗଲେ ଫେରେଇ ଆଣୁଛି, ଆ ଚକ୍ରରେ ବସିବୁ, ସାଧନ କରିବୁ। ମନ ଗୋଟେ ସିଷ୍ଟମାଟିକ ୱେରେ ରହିବ, ଆଉ ଯିବନି। ତେଣୁ ଚଞ୍ଚଳକୁ ମନ କୃଷ୍ଣ ପ୍ରମାଥ ବଳବନ୍ତ ଦୃଢ଼, ଯୋଉ ଅର୍ଜୁନ କହୁଥିଲେ, ତାର ବି ଟେକ୍ନିକ ଅଛି ଫେରେଇ ଆଣିବା। ଅର୍ଜୁନକୁ ବୁଝେଇଲେ କୃଷ୍ଣ, କହିଲେ ଅଭ୍ୟାସ ବୈରାଗ୍ୟ ଦ୍ୱାରା ସେଇଟା ତନ୍ନିରୋଧ, ତାକୁ ରୋଧ କରାଯାଇପାରେ, ହବନି କାହିଁକି? ତେଣୁ ଏଠି ସୂକ୍ଷ୍ମ ସାଧନା କଣ ରହିଲା? ଯୋଗରେ ତୁମର ଭାବନାକୁ ଜଣେ ଯୋଗୀର ଶ୍ରେଷ୍ଠ କର୍ମ ବୋଲି ଭାବ। ଯେ ଯୋଉ କର୍ମ କରୁଛ ସେଇଟା ଶ୍ରେଷ୍ଠ କର୍ମ, ଯାହାଦ୍ୱାରା କି ତୁମେ ସୁପର ଲେବୁଲରେ ରହିପାରିବ। ତୁମ ଭାବନାଟା, ତୁମ ଶରୀର, ତୁମର ମନ, ତୁମର ଚଞ୍ଚଳତା, ତୁମର ଗତି, ତୁମର କାର୍ଯ୍ୟ, ତୁମର ଖାଦ୍ୟ, ସବୁ କିଛି ପରିବର୍ତ୍ତନ ହେଇଯିବ। ଏକ ସ୍ୱରରେ କହିବେ ମୁଁ ଜଣେ ଶ୍ରେଷ୍ଠ ମଣିଷ। ଏକ ସ୍ୱରରେ ସ୍ଲୋଗାନ ଉଠିବ, ଶରୀରର ସ୍ଲୋଗାନ ଉଠିବ, ମନର ସ୍ଲୋଗାନ ଉଠିବ, ଆତ୍ମାର ସ୍ଲୋଗାନ ଉଠିବ, ଭାବନାର ସ୍ଲୋଗାନ ଉଠିବ, କର୍ମର ସ୍ଲୋଗାନ ଉଠିବ। ସମସ୍ତେ ଏକ ସ୍ୱରରେ ହାତ ଟେକି କହିବେ ୟୁ ଆର୍ ଦ ବେଷ୍ଟ। ତୁମର କର୍ମ ହଉଛି ସମସ୍ତଙ୍କଠୁ ଶ୍ରେଷ୍ଠ କର୍ମ। ଏ ଭାବନା ଆଣ। ତୁମେ ଇନଫିରିୟର ଭାବନି, ମୁଁ ଜଣେ ସ୍ତ୍ରୀ ଲୋକଟା, ମୁଁ ସାଧନ କରୁଛି, ମୁଁ କଣ କରିପାରିବି? ମୁଁ ତ ଦେଖୁଛି ବେଶୀ ଆକ୍ଟିଭ ହଉଛନ୍ତି ସ୍ତ୍ରୀ ଲୋକମାନେ, କାରଣ ତାଙ୍କ ପାଖରେ ଗୋଟେ ଅଦ୍ଭୁତ ଶକ୍ତି ଅଛି, ସୃଜନଶୀଳତାର ଶକ୍ତି ଅଛି, ସୃଷ୍ଟି କରିବାର ଶକ୍ତି ଅଛି ତାଙ୍କ ପାଖରେ। ତେଣୁ କେବେ ଇନଫିରିୟର ଭାବନି ଯେ ମୁଁ ଜଣେ ସ୍ତ୍ରୀ ଲୋକଟା, ମୁଁ ଜଣେ ସରଳ ଲୋକଟା, ମୋ ପାଖରେ କିଛି ନାହିଁ, ମୁଁ ଗରିବ ନିଃସ୍ୱ।
मोर बुद्धि नहीं कि विवेक नहीं कि माने अर्थ नहीं मु निराश्रयटी मोर कही ना अरे जार कही ना से ही साधन करियो कहार कही अछंती ये तो लिफ्ट नहीं जे तुम टेकी धरी बसई देवे आ साधन करियो के दरकार नहीं तुम तो एकुटिया उठियो एकुटिया बसियो एकुटिया साधन करियो आ एकुटिया घर भीतर बसियो तुम घर भीतर शरीर भीतर कहार आवश्यकता नहीं ना गुरुर ना निजर तेणु सर्वश्रेष्ठ रे निजर कर्म को श्रेष्ठ भाव जो जोग कर्म को जे पर्यंत श्रेष्ठ न भाविज से पर्यंत किसी तुम द्वारा बुझले आम भौणी बहुत गाइडेंस दौला मत पाठ पढ़िया चाकरी कर बड़ पाठ पढ़ बड़ कॉलेज पढ़ सब प्रकार सहयोग सहानुभूति प्रेरणा सब दौला कारण से बड़ शेष देखला एत परिश्रम तार व्यर्थ हो गला गोटे नालिया गेरुआ वस्त्र पिंधि कौन बुलला जिते यहीटा देखीदेला से वितृष्णार भाव सृष्टि है अरे एत पाठ पढ़ला कारण तार आइडियोलॉजी तार भावना तार चिंताधारा से किंतु मोर कर्म को मु सर्वश्रेष्ठ भावुथि मोर गेरुआ वस्त्र को सर्वश्रेष्ठ भावुथि मोर कर्म को मु सर्वश्रेष्ठ भावुथि जी आसु पृथ्वी रे मोर चिंताधारा मु केबे विच्युत है न था से भौणी हो ये गोटे भावनार केन्द्रबिंदु हवा दरकार यही पॉइंट बुझिले तापरे नेक्स्ट भावना गोटे आना मु केन्द्र बुझिले मु केन्द्र पृथ्वीटा हूँ कौन परिधि गोटे पृथ्वी गोटे मनीष तुम्हें एक पृथ्वी एक मनीष केवे भाविलणी के कथा जने जोगी जने साधक जने होशियार व्यक्ति मन भितर आनिबा दरकार मु केन्द्र माने मु गोटे लोक आउ पृथ्वी XYZ समस्त अच्छा ठीक अच्छे तुम्हें किंतु निजको एक भाव आ पृथ्वी रे जेते रहिले सब परिधिर स्थली तुम ठारू समाने परिधिर रहिले पृथ्वी मु केन्द्र रे अछि ता माने मु आत्मा रे अछि आ जेते रहिला तुम ठारू से सब पृथ्वी परिधि मु केन्द्र रे अछि मु केन्द्र रे अछि तुम्हें केबे कल्पना रे आनिलणी कि मु केन्द्र रे अछि बेली एटा गोटे सर्वश्रेष्ठ भावना मन भितर आनियो दरकार मु केन्द्र रे अछि ता माने मु सर्वश्रेष्ठ जोठी सृष्टि रहस्य लुचि रही जोठी परिधिर जार आश्रय परिधि रही से केन्द्र रे मु अछि मु केन्द्र बिंदु भाविलेनी केबे कथा मन भीतर ये तो सूक्ष्म साधन ना साधन रे ये सब आसीबो मुझे आसी मुझको बही पढ़ी कहूनी तुमको ये कथा मोर अनुभूति मु कहूँ गोटे स्टेप पकाउथिबो आगो को आ गोटे स्टेप पछरे थिबो पुणी से आगो को जीवो ये पछ हो जीवो पुणी आगो को जीवो डाण कर गोड़ बांकर गोड़ पछे रहियो पुणी आगो जीवो ये चाली चाली ये पृथ्वी रे चालुछ ना तुम्हें
ସେ ଚାଲିଲା ଅବସ୍ଥାରେ ମଧ୍ୟ ଭାବନା କରୁଥିବ ମୁଁ କେନ୍ଦ୍ର, ଏ ପୃଥିବୀ ପରିଧି। କାରଣ ପୃଥିବୀ ଏବଂ ତୁମେ ବେଶୀ ସମ୍ପର୍କ ଯୋଡୁଛ ନା ପୃଥିବୀ ସହିତ। ମୂଳାଧାର ଚକ୍ରରେ ମୂଳ ଆଧାର, ଯେମିତି ପୃଥିବୀରେ ତୁମେ ନାଚୁଛ ଖେଳୁଛ, ସବୁ କିଛି ଡିଆଁ ଡିଁ କରୁଛ କି ନାହିଁ, ସେମିତି ମୂଳାଧାର ଚକ୍ରରେ ମତ ଭ୍ରମର ଶବ୍ଦ ସୃଷ୍ଟି ହୁଏ। ମତୁଆଲା ହେଇକି ଯେମିତି ଭ୍ରମର ଫୁଲରେ ବସେ, ମତୁଆଲା ହେଇକିରି ଗୁଣୁଗୁଣୁ ଶବ୍ଦରେ ଫୁଲରେ ବସି ଆଉ ଗୋଟେ ସ୍ୱର ସୃଷ୍ଟି କରେ, ମତୁଆଲିଆ ସ୍ୱର। ସେ ଗୁଣୁଗୁଣୁ ହଉଥିବ ଅନ୍ୟ ବେଳେ ଅଲଗା, କିନ୍ତୁ ମତୁଆଲିଆ ହେଇଯିବ, ଫୁଲରେ ବସିଯିବ, ତାର ସ୍ୱର ଚେଞ୍ଜ ହେଇଯିବ। ସେମିତି ସେ ଫୁଲରେ ବେଶୀ ବସେ ବ୍ରହ୍ମର। ତୁମେ ସେମିତି ବେଶୀ ବସ କୋଉଠି? ପୃଥିବୀରେ। ପୃଥିବୀ ତୁମର ଆଧାର। ତୁମେ ଜୀବ, ତୁମେ ବ୍ରହ୍ମ। ତେଣୁ ନିଜେ ଅଲଗା ହେଇଯାଅ ପୃଥିବୀ ଠାରୁ, ନିଜେ କେନ୍ଦ୍ର ହେଇକି ରୁହ, ପୃଥିବୀକି ପରିଧ କର। ଏ ଭାବନା ଆଣିବା ଦରକାର। ଏ ଭାବନାରେ ବେଳେ ବେଳେ ଆସୁ ଏଭଳି ଭାବନା, ଖେଳିଲେ ବୁଲିଲେ ଉଠିଲେ ଶୋଇଲେ, ଯେ ମୁଁ କେନ୍ଦ୍ରରେ, ମୁଁ କେନ୍ଦ୍ର, ଆଉ ଏ ପୃଥିବୀ ହଉଛି ପରିଧି। ମୁଁ ଏବଂ ପୃଥିବୀ ଡିଷ୍ଟିଂସନ ଆଣ। ମୁଁ ଅଲଗା ଅଛି, ପୃଥିବୀ ଅଲଗା ଅଛି। ମାନେ ତୁମେ ଏକ ରସରେ ରୁହ। ଏକ ରସରେ ମାନେ ତୁମେ ସମସ୍ତଙ୍କ ଠାରୁ ଅଲଗା ହେଇକି ରୁହ। ମୋ ପଏଣ୍ଟ ହଉଛି ସେଇଟା, ଏକ ରସ, ତୁମେ ହିଁ ଏକ, ଆଉ କେହି ନାହାନ୍ତି ତୁମ ସହିତ। ଆଉ ଯେତେ ଅଛନ୍ତି ସବୁ ପ୍ରାଣ, ବୁଦ୍ଧି, ମନ, ଅହଙ୍କାର, ସାରା ପୃଥିବୀ, ଜଡତତ୍ଵ, ଯେତେ ଯିଏ ଅଛନ୍ତି ସମ୍ପର୍କୀୟ, ସମସ୍ତେ ତୁମଠାରୁ ଅଲଗା। ତାଙ୍କଠାରୁ ବିଚ୍ୟୁତ ନହେଲେ ତୁମେ ଆତ୍ମଗତି ଲାଭ କରିପାରିବନି, ଆତ୍ମାରେ ମିଶି ପାରିବନି। ଗୋଟିଏ ବାଟ, ଗୋଟେ ହଉଛି ଭିତରକୁ ଯିବା, ଗୋଟେ ବାହାରକୁ ଯିବା। ତୁମେ ବାହାରକୁ ଯଦି ଯିବ, ବାହାର ସହିତ ଆଟାଚମେଣ୍ଟ ରଖିବ ବାରମ୍ବାର, ତୁମେ ଭିତରକୁ ଆସିପାରିବନି। ଆଉ ଭିତରକୁ ଯେତେ ଆଟାଚମେଣ୍ଟ ରଖିବ, ବାହାର ସମ୍ପର୍କ ଛିଡ଼ିଯିବ। ସେଇ ପଏଣ୍ଟରେ ମୁଁ କହୁଛି ଯେ ତୁମେ ଏବଂ ପୃଥିବୀ ବା ପୃଥିବୀବାସୀ ବା ପରିଧି, ମୁଁ କେନ୍ଦ୍ର ଆଉ ପୃଥିବୀ ଏଣ୍ଟାର, ତୁମ ଯେତେ ଯାହା ସବୁ ରହିଲା ସେ ସବୁ ପରିଧିରେ ଅଛନ୍ତି। ତୁମେ ସେ ପରିଧିରୁ ଅଲଗା ହେଇଯାଅ। ପରିଧିରୁ ଅଲଗା ହେଇକି କେନ୍ଦ୍ରକୁ ଆସ। ଭାବନାରେ ଆଣ ଆଗେ ସବୁ। ମୁଁ ପରିଧିକି ଯିବି, ମୁଁ କେନ୍ଦ୍ରକୁ ଯିବି, ମୁଁ କେନ୍ଦ୍ରକୁ ଯିବି। ଏ ଗୋଟେ ମଜବୁତ ପଏଣ୍ଟ। ନିଜକୁ ସଦା ସର୍ବଦା ସଦାବେଳେ ପୃଥକ ଭାବନ୍ତୁ, ପୃଥକ ଭାବେ। ସେ ଭାବନା ଆସିଲାଣି କି ତୁମ ମନ ଭିତରେ? ସାଧନ କରୁଥିବା ଯେତେ ବର୍ଷ ହେଲା ସାଧନ କଲେଣି ବା ଏବେ ଯିଏ ସାଧନ ନେଇଛନ୍ତି, ତୁମ ମନ ଭିତରେ ଏ ଭାବନା ଆଣ, ନିଜକୁ ସଦା ସର୍ବଦା ପୃଥକ ଭାବ। ସଦାବେଳେ ପୃଥକରେ ରୁହ, ସେପାରେସନରେ ରୁହ। ମନକୁ ସେପାରେସନ କର, ପୃଥକ ହେଇଯିବ। ତୁମେ କାହା ସହିତ ଆଟାଚମେଣ୍ଟ ହଉଛ? ସମସ୍ତଙ୍କ ସହିତ ନା। ଘଣ୍ଟା ସହିତ ଆଟାଚମେଣ୍ଟ ହଉଛ, ମୋବାଇଲ ସହିତ ଆଟାଚମେଣ୍ଟ ହଉଛ, ପରିବାର ସହିତ ଆଟାଚମେଣ୍ଟ ହଉଛ, ଲୁଣ ତେଲ ସଂସ୍ଥାର ସହିତ ଆଟାଚମେଣ୍ଟ ହଉଛ, ଖେଳ ଇତ୍ୟାଦି ଇତ୍ୟାଦି ଯେତେ ସବୁ ପୃଥିବୀର ଜମି କ୍ଷେତ୍ରରେ, ଫସଲ କ୍ଷେତ୍ରରେ, ଘର ଇତ୍ୟାଦି ଇତ୍ୟାଦି ଯେତେ ସବୁ ଆଟାଚମେଣ୍ଟ ହଉଛି କି ନାହିଁ? ଆଟାଚମେଣ୍ଟ ହେଇକିରି
ନିଜକୁ ସଦାବେଳେ ପୃଥକ ଭାବ। ଏଇଟା ହଉଛି ଟେକ୍ନିକ। ଘଣ୍ଟା ପିନ୍ଧିବାର ସଉକ ଅଛି, ଠିକ ଅଛି, ଘଣ୍ଟା ପିନ୍ଧ, କିଛି ନାହିଁ। ଯେ ଘଣ୍ଟା ସର୍ବସ୍ୱ ତୁମ ପାଇଁ, ଏ ଭାବନା ଆଣନି। ମୋବାଇଲର ବିନିଯୋଗ କରୁଛ, ଠିକ ଅଛି, ମୋବାଇଲ ଯେ ମୁଁ ମୋବାଇଲ ସର୍ବସ୍ୱ, ମୋବାଇଲ ହୁଅନି। ମୋବାଇଲ ଠାରୁ ପୃଥକ ଭାବ ତୁମେ ନିଜକୁ। ଭାବନାର କେନ୍ଦ୍ରବିନ୍ଦୁ, ଭାବନାର କେନ୍ଦ୍ରବିନ୍ଦୁ ଯେତେ ଜଟିଳ ଆସିବ, ଯେତେ ତୁମେ ଆତ୍ମକେନ୍ଦ୍ରିକ ହଉଥିବ ଭାବନାରେ, ତୁମକୁ ସହାୟକ ହବ ଯୋଗ। ସେ ଯୋଉ ସ୍ଥାନଟା ଥିଲା ବାରବାଟୀ, ଜାରକା ପାଖରେ ସେ ସ୍ଥାନ ଥିଲା ବାରବାଟୀ। ମୁଁ କହୁଥିଲି, ଏବେ ମନେ ପଡ଼ିଲା, ମନେ ନଥିଲା। ହଉ, ତେବେ ଏଇ ଯୋଉ ଭାବନା ଗୁଡ଼ିକ ଆଣିବ, ଏଇ ଯୋଉ ଦୃଢ଼ ଭାବନା ବା ଯୋଉ ପୃଥିବୀ ଏବଂ ତୁମେ ନିଜକୁ ସଦାବେଳେ ପୃଥକ ଭାବିବ, ପୃଥକ ରଖିବ, ସଦାବେଳେ ପୃଥକ ଭାବ ନିଜକୁ, ସମସ୍ତଙ୍କ ଠାରୁ ପୃଥକ ଭାବ। ଇଏ ଗୋଟେ ପଏଣ୍ଟ, ବଡ଼ ପଏଣ୍ଟ ଥିଲା। ତାପରେ ଆଉ ଗୋଟେ ପଏଣ୍ଟ ହଉଛି କଣ ନା, ତୁମେ ଜ୍ଞାନରେ ଦୃଢ଼ ରହିବ, ଦୃଢ଼ ରୁହ। ତୁମ ଜ୍ଞାନରେ ତୁମେ ଦୃଢ଼ ରୁହ। ଦୃଢ଼ ମାନେ ଡିଟରମିନେସନ ପୁରା ରହିବ। ଏଇଟା ଜାଣିଛି, ଏଇଟା ଠିକ ଅଛି ମୋ ପାଇଁ, ଠିକ ଅଛି, ପୁରା ଦୃଢ଼ ନିଷ୍ପତ୍ତି ରହିବ। ସେଥିରେ ହଲଚଲ ହବନି। ଯାହା ଜାଣିଛ, ଯଦି ପୂର୍ଣ୍ଣ ଭାବରେ ଜ୍ଞାନ ଅଛି, ତାକୁ ଦୃଢ଼ତାର ସହିତ ଧର। ଜ୍ଞାନରେ ଦୃଢ଼ ରହିବା ମାନେ, ଧରାଯାଉ ତୁମେ ଜାଣିଛ ଏ ସାଧନ କଲେ ଏ ରୋଗଟି ଭଲ ହେଇଯିବ। ତୁମେ କେମିତି ଜାଣିଲ ରୋଗ ଭଲ ହେଇଯିବ? କେହି ଜଣ ପାଖରୁ ଶୁଣିଲ, ପ୍ରମାଣ ଆଣିଲ। ଅର୍ଥାତ୍ ତୁମେ ସେ ଜ୍ଞାନରେ ଦୃଢ଼ ରୁହ, ବିଚଳିତ ହୁଅ। ହଁ, ମୋ ରୋଗ ଭଲ ହେଇଯିବ, ହଁ ମୋ ଭିତରେ ଆତ୍ମଦେବ ଅଛନ୍ତି, ନା ପୁଣି ହଲଚଲ ହଉଛ? ନା ଏମିତି ବେଳେ ବେଳେ ଭାବନା କରୁଛ କି ନା ଆତ୍ମା ଫାତ୍ମା କିଏ ଥିବେ କି ନାହିଁ ମୁଁ ଜାଣିନି, ମୁଁ ଯେପର୍ଯ୍ୟନ୍ତ ନ ଦେଖିଛି ସେ ପର୍ଯ୍ୟନ୍ତ ବିଶ୍ୱାସ କରିବିନି, ଏ ଭାବନା ଆଣୁଛ କି? ସେ ବୁଦ୍ଧି ଏଠି ଆପ୍ଲାଏ ହେଲେ ହବନି। ଯଦି ସେଇ ଫର୍ମୁଲା ଧରିବ, ମୁଁ ନ ଦେଖିଛି ମାନେ ବିଶ୍ୱାସ କରିବିନି, ଇଏ ବାପା ଧନ, ସେଠି ଏଠି ଏ କାମ ଦବନି। ଏଗୁଡ଼ା ସବୁ ଯାହା ନ ଦେଖିଛ ଦୁଇ ନୟନେ ପରତ ନ ଯିବ କଦା ବଚନ, ଏ ଫର୍ମୁଲା ଏଠି କାମ କରିବନି। ଦେଖନ୍ତୁ, ଗୋଟେ ଦଉଛି ଉଦାହରଣ। ଦୂରରେ ଗୋଟେ ଧୂଆଁ ଉପରକୁ ଉଠୁଛି, ଧୂଆଁ ଉଠୁଛି ଦେଖିଲ ସ୍ପଷ୍ଟ, ନିଆଁ ଦେଖିଲ। ତୁମେ ଏଠି କଣ ଅନୁମାନ କରିବ? ଯାହା ମୁଁ ନ ଦେଖିଛି ଦୁଇ ନୟନେ, ତୁମେ ତ ଦୁଇ ନୟନରେ ନିଆଁକୁ ଦେଖିନ, ବିଶ୍ୱାସ କେମିତି କରୁଛ ନିଆଁ ଥିବ ବୋଲି? ବିଶ୍ୱାସ ଆସିବନି କି ନାହିଁ? ଦୃଢ଼ ଧୂଆଁ ଉଠୁଛି ମାନେ ନିଆଁ ଥିବ। ଦେର୍ ଇଜ ନୋ ସ୍ମୋକ୍ ୱିଦାଉଟ୍ ଫାୟାର। ନିଆଁ ନଥିଲେ ଧୂଆଁ ବାହାରିବ ନାହିଁ। ତୁମେ ତ ଦେଖିନ ନିଆଁକୁ ନା, ବିଶ୍ୱାସ କେମିତି କରୁଛ? ସେମିତି ଏଠି ଆପ୍ଲାଏ କରିବାକୁ ପଡ଼ିବ ଯେ ଆତ୍ମା ମୋ ଭିତରେ ଅଛି। ଏ ଦୃଢ଼ ଜ୍ଞାନ ହେବା ଦରକାର ଯେ ଆତ୍ମା ଶକ୍ତିଶାଳୀ, ଆତ୍ମା ନିୟନ୍ତ୍ରକ, ଆତ୍ମା ମତେ ନେଇକି ଆସିଛି, ପୁଣି ନେଇକି ଯିବ। ତୁମେ ତ ନବା ଆଣିବା ଦେଖିନ କି ଜାଣିନ, କେମିତି ବିଶ୍ୱାସ କରିବ? ଯାହା ନ ଦେଖିଛ ଦୁଇ ନୟନେ। କାହୁଁ ଆଇଲ ତା ନ ଜାଣି, ଦେହକୁ ସତ୍ୟ ପରିମାଣ କୋଉଠୁ ଆସିଲ ଜାଣିନ, ଏ ଦେହଟାକୁ ସତ୍ୟ ବୋଲି ଭାବୁଛ। କେମିତି ଭାବୁଛ? କିଛି ନାହିଁରୁ କିଛି ସୃଷ୍ଟି ହୁଏନି। ଯାହା ଅଛି ନା ସତ୍ୟ ବିଦ୍ୟତେ ଭାବ, ନା ଭାବ ବିଦ୍ୟତେ ସତ୍ୟ। ନଥିଙ୍ଗ ରିଟର୍ନସ୍ ନଥିଙ୍ଗ। ନାହିଁରୁ କିଛି ଆସିବନି, ଯାହା ଅଛି ସେଠୁ ଆସିଛି। ତେଣୁ ଆତ୍ମା ମହଜୁଦ ଥିଲା ପୂର୍ବରୁ, ଏବେ ମଧ୍ୟ ଅଛି, ସେବେ ମଧ୍ୟ ରହିବ।
ये जो ज्ञान रही दृढ़ हेलଣି कि एटा तो सूक्ष्म भावना जेपर्यंत ज्ञान रे दृढ़ न रही से पर्यंत साधन तुमको सपोर्ट दबनी जो स्थूल साधन चक्र भेदन कर गोड़ हाथ हलौच 1 2 3 4 5 6 बुझिले से किसी काम दबनी भाविच हाँ उठीगला बेलू उठीबी पुणी खसबी 1/3 करी इत्यादि 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 नो नथिंग नेभर से रिजल्ट किसी आसबनी नेभर एभर केबे भी मिलबनी जेपर्यंत तुम्हें दृढ़ भावना न करछ जे आत्मा मो भीतर अच्छी मु निश्चिंत देखिबी देखिन निया को ना देखिन आत्मा आभास देखुच आभास कहूच कि नहीं वैज्ञानिक माने गोटे आत्मा को देखिए बोले जानिला लोकर 2 घंटा पर मृत्यु हो जाए जति ऑक्सीजन अच्छी दिगला से काच घर भीतर मनीष को पूरी दिगला ऑक्सीजन सफिशिएंट दिगला से लोकटा 10 मिनट पर मरीज 2 घंटा ऑक्सीजन दिगला 10 मिनट पर लोकटी मरीगला एमान सब बड़ बड़ बाइनाकुलर धरिक बाहर छिड़ा वैज्ञानिक मान देखिए आत्मा कुआड़ जाऊ मरीगला पर केमती हम किसी देखिपारे ये वैज्ञानिक जंत्र आत्मा को देखिपारे से सूक्ष्म सूक्ष्म यूरोपियन कंट्री के जन दार्शनिक आसिले कहले स्त्री स्त्री मान भीतर आत्मा ना एपरिक प्लूटो एथेंस माने बड़ बड़ दार्शनिक माने आसी कथा कह स्त्री लोगों भीतर आत्मा ना ये कि अजब कथा जे सृष्टि करुछि ता भीतर आत्मा ना से स्त्री लोगों प्राधान्य दौन से तेणु तुम ज्ञान रे तुम्हें जेपर्यंत दृढ़ न रही सठिक भाव से पर्यंत तुमको जोगर अनुभूति बा जोगर साधन तुमको सफलता दब पूर्ण डिटर्मिनेशन हुआ मो भीतर आत्मा अच्छी आ देखी जो ज्ञान ग्रहण कर मो भीतर रोग अच्छी मुझे समाधान करी ये ज्ञान है कि ओवरकम कलनी कि रोग उपर ये सब दृढ़ ज्ञान हो दरकार तुम भीतर मौजूद है रहा दरकार सूक्ष्म हम रोग आउ गोटे बड़ पॉइंट हूँ रोग तुम भीतर अच्छी मन कर रोग तुम भीतर अच्छी रोग ज्ञान ताको ओवरकम करवा दरकार माने रोगटा तुमको ओवरकम न कर तमाने तुम हारासमेंट न हो जे रोगटा अच्छी मत ओवरकम करिवो काले रोग बढ़ी जीवो काले मु आकु समाधान करि परिबेनी काले मोर कोन हे जीवो काले रोगटा बड़ मु सतरे कौन ताको प्रतिहत करि परिबे ताको कोन समाधान करि परिबे ताको कोन सप्रेस करि परिबे सप्रेस कर रख रोग जे मु बलशाली रोग बलशाली नहीं रोगर जीवाणु रोगर क्राइटेरिया मोर भावनार सप्रेसर रोग माने मु ताको दबेई के रख परिबे ये सूक्ष्म भावना आनिया दरकार मन भीतर रोग तुमको ओवरकम न कर जेते जेते साधक अच्छंती बा साधन करूचंती बा जोग करूचंती सेमानक भीतर ये सूक्ष्म ज्ञान आसिया दरकार जे रोग सप्रेस हेक रहिबो मु रोग ऊपर रहिबो रोग मोर किछ करि परिबो रोग दबिबो
ଆଜିକି 30 ବର୍ଷ ତଳକୁ ଦେଖନ୍ତୁ ମୋର ୟୁରିନ୍ ଟ୍ରବୁଲ ହେଇଥିଲା 30 ବର୍ଷ ତଳେ। ମୋର ଯଦି ଏଇ ଜ୍ଞାନ ନ ହେଇଥାନ୍ତା ମୁଁ ସେ ରୋଗକୁ ଭଲ କରିପାରିନଥାନ୍ତା। ଆମ ଘରେ ଖଞ୍ଜାରେ ଗୋଟେ ଟ୍ୟୁବୱେଲ ଖୋଳିଲେ ମୁଁ, ପାଣିର ଜାଗାର ଅଭାବ ଥିଲା, କୂଅ ଖୋଳିଲେ ଡେଞ୍ଜର ପରିସ୍ଥିତି, ଟ୍ୟୁବୱେଲଟା 2 ଇଞ୍ଚର ହବ ଆରାମରେ 65 ଫୁଟ ପର୍ଯ୍ୟନ୍ତ ଗଲା, ଆଉ ଫୁଟିଲାନି ପୃଥିବୀ ଆଉ ଫୁଟିଲାନି 65 ଫୁଟ ପରେ। ସେଠୁ ଯୋଉମାନେ ଖୋଳୁଥିଲେ ବାଡ଼ିଆ ଟ୍ୟୁବୱେଲ ଢିଙ୍କି, ସେ କହିଲେ ନାଇଁ ବାବା ଆଉ ମୁଁ ଖୋଳି ପାରିବୁନି, ଆମର ତ ମିଟର ପିଛା ଏତିକି, ଆମର ମିଟର ଉଠୁନି, 2 ଇଞ୍ଚ ବି ଗଲାନି, 1 ଇଞ୍ଚ ଗଲାନି, ଗୋଟେ ପଏଣ୍ଟ ବି ଗଲାନି, ଦିନ ସାରା କୁଟିଲେ। ମୁଁ କଣ କରିବି? ମୁଁ ସାଧନ କରୁଛି, ମୋର ପାଣିର ଆବଶ୍ୟକତା ଅଛି। ମୋ ଜ୍ଞାନରେ ମୁଁ ଦୃଢ଼, ଏ ବେଦାନ୍ତ ସିଦ୍ଧାନ୍ତ ପଢିଲା ପରେ ମୁଁ ଜାଣିଥିଲି ପୃଥିବୀ ମାୟା। ଏ ପୃଥିବୀ ମାୟା, ମୋ ଜ୍ଞାନରେ ମୁଁ ଦୃଢ଼ ଅଛି। ମୁଁ କହିଲି ଠିକ ଅଛି, ତୁମେ କାଲିଠାରୁ ମଜୁରୀରେ ଖୋଳ, ମୋର 2 ଦିନ ଲାଗୁ 3 ଦିନ ଲାଗୁ ତୁମ ମଜୁରୀ ଦେବି, ନ ଫୁଟୁ। କାରଣ ମୋ ଜ୍ଞାନରେ ମୁଁ ଦୃଢ଼ ଥିଲି, ଏ ମାୟା, ପୃଥିବୀଟା ଏକ ମାୟା। ଏ ଯୋଉ ସଂରଚନା କରାଯାଇଛି, ପାଣି, ପବନ, ପଥର, ଷ୍ଟୋନ, ମ୍ୟାଗ୍ନେସିୟମ, ୟୁରାନିୟମ, ଯାହା ସବୁ ଭିତରେ ଅଛି, ପଥର, ସେ ଯୋଉ ଚିକିଟା ମାଟି, ମୋହରମ, ଗ୍ରାନାଇଟ, ଯାହା ଥାଉ, ଇଏ ମାୟା କି ନାହିଁ ପୃଥିବୀଟା? ନହେଲେ ଏତେ ବଡ଼ ବିରାଟ ପୃଥିବୀଟା ଘୁରୁଛି କେମିତି? କାହାର ନିର୍ଦ୍ଦେଶରେ ଘୁରୁଛି? ଆଉ ମୁଁ ଜଣେ ଆତ୍ମଜ୍ଞାନୀ, ମୁଁ କହିଲିନି ମୁଁ କେନ୍ଦ୍ରରେ ଅଛି, ମୋର ଆବଶ୍ୟକତା ଅଛି, ପୃଥିବୀ ଫୁଟେଇବା ଦରକାର, ଟ୍ୟୁବୱେଲ ପାଣି ଆଣିବା ଦରକାର। ଇଏ ସାଧାରଣ ମୋର ସୃଷ୍ଟିରେ ଏଇ ପୃଥିବୀ ରହିଛି, ଜଡ଼ ପଦାର୍ଥ ମତେ କଣ ଚକମା ଦବ? ନା, ମୁଁ କହିଲି ଫୁଟା। ତା ପରଦିନ 1 ଘଣ୍ଟା ବାଡେଇଲା ପରେ ଫୁଟିଗଲା। ଦେଖନ୍ତୁ, ତୁମେ ଯଦି ପୂର୍ଣ୍ଣ ଜ୍ଞାନରେ ନଥାନ୍ତ, ସେ ସେଇଠି ରହିଥାନ୍ତା, ସେଇ 65 ଫୁଟ ପରେ ରହିଥାନ୍ତା, ଆଉ 150 ଫୁଟ ଖୋଳି ହେଇନଥାନ୍ତା। ତାପରେ 150 ଫୁଟ ଫୁଟିଲା, ଭସ୍ 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 ଚାଲିଲା ଭିତରକୁ, ବାଲି ପଡ଼ିଲା 129ରେ, ମୁଁ 2ଟା ଫିଲ୍ଟର ଦେଲି, ଟ୍ୟୁବୱେଲଟି ହେଇଗଲା। ସେ ଅଞ୍ଚଳରେ ପ୍ରଥମ ଟ୍ୟୁବୱେଲ ମୁଁ ଖୋଳିଛି, କେହି ବାଡ଼ିଆ ଟ୍ୟୁବୱେଲ ଖୋଳି ନଥିଲେ। ଗଭର୍ଣ୍ଣମେଣ୍ଟ ଖୋଳିଥିଲା ଅବଶ୍ୟ, ମଟରରେ ଆଣିକି, ମେସିନରେ ଆଣିକି ଖୋଲିଥିଲା, 200-250। କେତେ ସୁନ୍ଦର ଲାଗିଲା ପାଣି ଯେତେବେଳେ ବାହାରିଲା, କାଚ ଭଳିଆ ପାଣି ବାହାରିଲା। ସେଇଠି ଆତ୍ମାର ଉପଲବ୍ଧି ମୁଁ ଅନୁଭବ କଲି, ଯେ ଆତ୍ମଦେବଙ୍କର ଆବଶ୍ୟକତା ଅଛି। ମୁଁ ସେ ଆତ୍ମା, ମୋର ଆବଶ୍ୟକତା ଅଛି ନା ପାଣି, କାହିଁକି ନହବ? ଟ୍ୟୁବୱେଲ ଖୋଳିଲା ପୂର୍ବରୁ ମୋର ଜ୍ଞାନ ହେଇଯାଇଥିଲା ଏଇଟା ମାୟା। ମୁଁ ସେମିତି ଗୋଟେ ଉଦାହରଣ ଦେଲି ଏଇଟାକୁ। ତେଣୁ ତୁମେ ଯେକୌଣସି କାମ କରୁଛ, ତୁମେ ଜ୍ଞାନରେ ଦୃଢ଼ ରୁହ, ରୋଗ ଭଲ ହବ। ଏ ଜ୍ଞାନ ଆଗେ ହେଇଯାଉ ତୁମ ପାଖରେ, ତାପରେ ରୋଗ ଭଲ ହବ। ଆଉ ତୁମେ ତ ନିଜକୁ ବ୍ରହ୍ମ ଭାବୁନ, ତୁମେ ତ ଭାବୁଛ ମୁଁ ମାଧବ, ମୁଁ ଗୋବିନ୍ଦ, ମୁଁ ଗୋପାଳ, ଏହା ଭାବୁଛ କି ନାହିଁ? ଏବେ ଜଣେ ଆସିଥିଲେ, ତାଙ୍କ ନାଁ ଦେଇଛନ୍ତି, ମୁଁ କହିଲି କଣ ତମ ପୁଅ ନାଁ ଦେଇଛ? ମୁଁ ଆଡମିସନ କଲାବେଳେ ବାହାରିଲା ତାଙ୍କ ନାଁ। ଅଶେଷ ଧନ୍ୟବାଦ, ତାଙ୍କ ପୁଅ ନାଁ ଦେଇଛନ୍ତି, ଅଶେଷ ଧନ୍ୟବାଦ। ମୁଁ କହିଲି ଯାହା ଗୋଟେ ପିକୁଲିଆର ନାଁ, ଏ ସାରା ପୃଥିବୀରେ କିଏ ଦେଇନଥିବ ବୋଧେ। ଠିକ ଅଛି, ତାର ସାର୍ଥକତା ରହୁ, ସେମିତି ତାର ସାର୍ଥକତା ରହୁ, ବୁଝିଲେ କି? ତେଣୁ ତୁମେ ଜଣେ ମୁନି ହିସାବରେ, ତୁମେ ଜଣେ ଯୋଗୀ ହିସାବରେ ଯୋଉ ସାଧନ କରୁଛ, ତୁମେ ସେ ଜ୍ଞାନରେ ଦୃଢ଼ ରୁହ, ପୁରା ଦୃଢ଼ ରୁହ। ମୋ ଭିତରେ ଆତ୍ମା ଅଛି, ମୁଁ ମରିବି, ମୁଁ ତା ପୂର୍ବରୁ ଦେଖିବି। ଏ ଜ୍ଞାନ ହେଲାଣି,
ମୁଁ ମଲା ପୂର୍ବରୁ ମୁଁ ଯିବା ପୂର୍ବରୁ ସ୍ୱର୍ଗକୁ ମୁଁ ତାକୁ ଦେଖିବି। ମୁଁ ଆସିଛି କେବଳ ସେଇଥିପାଇଁ। ଏ ଜ୍ଞାନରେ ଦୃଢ଼ ରୁହ। କେଇ ଜଣ ତ ଆସୁଛନ୍ତି କହିଛନ୍ତି ମୋତେ ବାବା ମୁଁ ରୋଗ ପାଇଁ ଆସିନି, ଯଦିଓ ମୋର ଛୋଟ ମୋଟ ରୋଗ ଅଛି ସେଥିପାଇଁ ମୁଁ ଡ୍ରେସ୍ ଦେଉନି, କିନ୍ତୁ ମୁଁ ଆସିଛି ଆପଣଙ୍କ ପାଖକୁ, ମୋତେ ଟିକେ ଆତ୍ମଦର୍ଶନ କରେଇ ଦିଅନ୍ତୁ। ବାସ୍। କେତେ ଆବିଳତାରେ କହୁଛନ୍ତି, କେତେ ସ୍ନେହରେ କହୁଛନ୍ତି, କେତେ ଉତ୍ସାହରେ କହୁଛନ୍ତି, କେତେ ଉମଙ୍ଗରେ କହୁଛନ୍ତି। ଏ ତ ବିରାଟ ମାନେ ମୁଁ କହିଲି ତାଙ୍କୁ ତୁମର ଯଦି ଆଶା ଅଛି ଜାଣିବ 50% ମିଳିଗଲା, 50% ତୁମେ ପ୍ରାପ୍ତ ହେଇଗଲ ଯଦି ଆଶା ଅଛି। ଆଉ 50% ତୁମର ପ୍ରଯତ୍ନ ଦରକାର, ସାଧନ ଦରକାର। ବାସ୍ ଏଥିରେ ଆଉ କିଛି ନାହିଁ, ଏଥିରେ ଭେଜାଲ ଜିନିଷ କିଛି ନାହିଁ। ଯେ ତୁମ ଭିତରେ ଆତ୍ମା ନାହିଁ ସେମିତି କିଛି ନାହିଁ, ଆତ୍ମା ଅଛି। ଆଉ ତୁମେ ସେଇ ଆତ୍ମାକୁ ନ ଦେଖିଲେ ତୁମ ବ୍ୟାକୁଳତା ଦରକାର କେବଳ, ଆଉ କିଛି ନାହିଁ। ବାସ୍ ସରଳ ହେଇଯାଉ, ଅତି ସରଳ ହୁଅ, ଆତ୍ମାକୁ ଦର୍ଶନ କରିପାରିବ। ଅତି ସରଳ ହେଇଯାଉ। ଇଏ ଗୋଟେ ବଳିଷ୍ଠ ପଏଣ୍ଟ। ଆଉ ଗୋଟେ ପଏଣ୍ଟ ହଉଛି କଣ ନା ନିଜର ସବୁ ଥିବ, ନିଜର ଦୁର୍ବଳତା, ନିଜର ଦୋଷ ତ୍ରୁଟି ତୁମେ ନିଜେ ହିଁ ସଂଶୋଧନ କର, ନହେଲେ ସାପ କାମୁଡ଼ିବ। ସାପ କାମୁଡ଼ିବ ମାନେ ମୁଁ କହୁନି ପ୍ରାକ୍ଟିକାଲ ସାପ, ତମକୁ ଯୋଉ ଲୁଡୁପାଲି ସାପ କାମୁଡ଼ିବ। ଲୁଡୁପାଲି ସାପ କଣ ନା ପୁଣି ଆଣି ତଳକୁ ଛାଡ଼ିଦେବ, ଆଉ ଉଠି ପାରିବନି। ଯଦି ମଳିନତା ଅଛି ମନରେ, ମନ ଶୁଦ୍ଧ ନାହିଁ, କାରଣ ସେଇ ମଳିନତାର ସ୍ରୋତ ଏବଂ ଭଲ ସ୍ରୋତରେ ଯାଉଛ ନା ଦୁଇ ଜଣ ଉଠିକି ଯାଉଛ, ଦୁଇଟି ଭାବନାରେ ଯାଉଛ। ତେଣୁ ପୁରା ପରିଷ୍କାର ମନ ହେଇକି ଉଠ। ପୌରା ଯାହା ଅଛି ତୁମେ ଧୋଇ ଦିଅ, କାଢିଦିଅ ମନ ଭିତରୁ, ଏଇ ଜିନିଷ ମୋର କାଢିଦବା ଉଚିତ। ବାସ୍ ଉଠିଲ ଉପରକୁ। ଏଇଟା ଗୋଟେ ବଡ ପଏଣ୍ଟ। ଆଉ ଗୋଟେ ଶେଷ ପଏଣ୍ଟରେ ମୁଁ କହୁଛି, ସମୟ ତ ହେଇ ଆସିଲାଣି। ଏ ଯୋଉ କଥା ସବୁ କହିଲି, ଆର ତ ପରୀକ୍ଷା ଦରକାର କି ନାହିଁ ପୁଣି? ମୁଁ ଠିକ କହିଲି କି ଭୁଲ କହିଲି? ଆକୁ ପରୀକ୍ଷା କେମିତି କରିବ କୁହନ୍ତୁ? ଆକୁ ପରୀକ୍ଷା କେମିତି କରିବ? ମୁଁ ଯୋଉଟା ଠିକ କି ଭୁଲ କହିବ, ହୁ କ୍ୟାନ୍ ସେ, କିଏ କହିପାରିବ କୁହନ୍ତୁ? ଆକୁ କେମିତି ପରୀକ୍ଷାରେ ଜାଣିପାରିବ? କଣ ପରୀକ୍ଷା କଲେ ଜଣାପଡ଼ିବ? ପରୀକ୍ଷାର ସୂତ୍ର କଣ? ଗୁରୁଜୀ ପ୍ରଣାମ। ହଁ କୁହନ୍ତୁ। ଆପଣ ଯୋଉ ସ୍ଥିତିରେ ରହିକି ସ୍ଥିତିରେ ରହିକି ସମାଜର ଭାଷା ଆମେ ସେଇ ସ୍ଥିତି ଭିତରେ ଯଦି ରହିକି ଆକୁ ଅନୁଭବ କରିବା, ତାହେଲେ ଆକୁ ପରୀକ୍ଷା କରିପାରିବା। ଆର ଉପାୟ କିଛି ନାହିଁ। ଧନ୍ୟବାଦ ଉତ୍ତର ରଖିଥିବାରୁ। ନେକ୍ସଟ କୁହନ୍ତୁ ଆଉ କିଏ? କୁହନ୍ତୁ ଆଉ କିଏ? ଏ ଯୋଉ କଥା ସବୁ କହିଲି, ଆକୁ କେମିତି ଟେଷ୍ଟ କରିବା ଠିକ କି ନା? କୋଉ ଘଟଣାଟି ଘଟିଲେ ତୁମେ ଜାଣିପାରିବ ଏଇଟା ଠିକ ବୋଲି? କଣ କଲେ ତୁମେ ଜାଣିପାରିବ ଏଇଟା ଠିକ ବୋଲି? ଏଇ ଯୋଉ ଯେତେ ଗୁଡ଼ିଏ ଘଟଣା ସବୁ କହିଲି, କେମିତି ଜାଣିବ? ଧର ଗୋଟେ ବିପଦ ଆସୁଛି, ତୁମେ କେମିତି ଜାଣିବ? କଣ କଲେ? ଆତ୍ମା ମୋ ଭିତରେ ଅଛି, ମତେ ସପୋର୍ଟ କରୁଛି, କେମିତି ଜାଣିବ? କିଏ କହିବେ କୁହନ୍ତୁ? ନେକ୍ସଟ। ବଡ ଅଙ୍କ ହେଇଯାଉଛି କି ନା ଅତି ସରଳ ଅଙ୍କ? କୁହନ୍ତୁ, ଚେଷ୍ଟା କରନ୍ତୁ କହିବା ପାଇଁ। ସମୟ ସାରିବା ଲାଷ୍ଟକୁ। ଯେତେବେଳେ ଆକୁ ନିଜେ କାର୍ଯ୍ୟରେ ଲଗେଇବ, ଏସବୁ କଥାକୁ ଶୁଣି ନିଜେ ଜ୍ଞାନରେ ବୁଝିଲା ପରେ ନିଜେ ଅନୁଭବ କରି କାର୍ଯ୍ୟରେ ଲଗେଇବ। ହଁ ଠିକ ଅଛି, ତୁମେ ଯାହା କହୁଛ ମୁଁ ବୁଝୁଛି, କିନ୍ତୁ କଣ କଲେ ଜଣା ପଡିବ ଏଇଟା ଠିକ ବୋଲି? ତୁମେ ତାର
ଲାଇନଟା ଏଠି ଅଛି, ଟେଷ୍ଟର ଲଗେଇଲେ ଜଣା ପଡିବ କି ନାହିଁ ଜଳୁଛି? ମୁଁ ଡାଇରେକ୍ଟ ଆନ୍ସର ଚାହୁଁଛି, କଣ କଲେ ଏକ୍ଜାକ୍ଟ ଜାଣିପାରିବ ଏଇଟା ଠିକ ଅଛି ବୋଲି। ହଁ କୁହନ୍ତୁ। ସାଧନ ସମୟରେ ପ୍ରାଣାୟାମ ସ୍ତରକୁ ଗଲେ ଜାଣିବ। ନାଇଁ ନାଇଁ, ପ୍ରାଣାୟାମ ସ୍ତରକୁ ଗଲେ ଆତ୍ମା ଆଡକୁ ଯିବ। ଜାଣିବ କେମିତି? ଏଇ ଯୋଉ ଘଟଣା ଗୁଡ଼ିକ ମୁଁ କହିଲି ସବୁ, ଏଇଟା କେମିତି ଜାଣିବ ଯେ ଠିକ ହେଇଯାଉଛି ବୋଲି? ଗୋଟେ ବଡ ବିପଦ ଆସିଛି, କଣ କଲେ ତମେ ଠିକ ହେଇପାରିବ, ଅନୁଭବ କରିବ? ସାଧନରେ କଣ କଲେ? ସେଇଭଳି ଉତ୍ତର ଏଇଟା। ନେକ୍ସଟ କୁହନ୍ତୁ ଆଉ କିଏ? ବିନା ପ୍ରଶ୍ନରେ ତୁମେ ଆଗକୁ ଯାଇପାରିବନି, ବିନା ଉତ୍ତରରେ। ଜୟଜୀ କୁହନ୍ତୁ। ହଁ କୁହ, ମାଳତୀ କୁହ। ଶୁଭୁନି, ଶୁଭୁନି ରେ ମା, ଶୁଭୁନି, କୁହ। ସାଧନ ପରେ ଶୁଭୁନି ଆଉ। ସମାନ ବାୟୁ ମାନେ ସମାନ କରିଦବା, ସମାନ କରିଦବା କହୁଛ ତ ବାୟୁକୁ, ବାୟୁକୁ। ହଁ ସମାନ ହେଇଗଲା, ସମାନ ହେଇଗଲେ ଆତ୍ମା ଅଛି ବୋଲି ଜାଣିବ କି ଆତ୍ମ ଦର୍ଶନ ହବ, ଠିକ ଅଛି। କିନ୍ତୁ ମୁଁ ଯୋଉ କଥା ଗୁଡେ କହିଲି, କେମିତି ଜାଣିବ, କଣ ପରୀକ୍ଷା କଲେ ଜାଣିପାରିବ ହଁ ଏଠି ସବୁ ଠିକ ଅଛି? ଗୋଟେ ବିପଦ ଆସୁଛି, କଣ କଲେ ଜଣା ପଡିବ ଏଟା ଠିକ ଅଛି? ଆଜ୍ଞା ଗୁରୁଜୀ ପ୍ରଣାମ। ହଁ ପ୍ରଣାମ, କୁହନ୍ତୁ। ମୁଁ ଭାବୁଛି ସାଧନ ମାନେ ସେଦିନ ସାଧନଟା ସଠିକ ଭାବରେ କରେଇବ, ଆଉ ସାଧନ ପରେ ମନକୁ ପୁରା ଆତ୍ମସ୍ଥ ଭାବିକି ବିପଦ ନିଶ୍ଚିତ ଭାବରେ ଟଳିଯିବ। ଯଦି ବା ବିପଦ ଆସୁଛି, ବିପଦ ନିଶ୍ଚିତ ଭାବରେ ଟଳିଯିବ, ଏଇ ଭାବନାଟା ମନ ଭିତରକୁ ଆସିବ। ଆଉ ପୁରା ସମ୍ପୂର୍ଣ୍ଣ ଭାବରେ ଆତ୍ମସ୍ଥ ମାନେ ଆତ୍ମଦେବଙ୍କ ଉପରେ ନିଜକୁ ସମର୍ପିତ ଭାବଟା ରଖିଦେବ, ତାହେଲେ ନିଶ୍ଚିତ ଭାବରେ ସେ ବିପଦଟା ଟଳିଯିବ। ଆଉ ଏଇଟା ହିଁ ମାନେ ନିଜ ଅନୁଭବ ଆଉ ଭାବନାର ଯୋଉଟା ମାନେ ଯୋଉଟା ହିଁ ଅନୁଭବରେ ଆସିବ ଯେ ବିପଦଟା ଟଳିଗଲା, ସେଇଟା ହିଁ ବିଶ୍ୱାସ ଆସିବ। ଆଉ ମାନେ ନିଜର ଆତ୍ମସ୍ଥଳିକି ଅଗ୍ରସର ହେବ ମୁଁ ଭାବୁଛି। ନେକ୍ସଟ କୁହନ୍ତୁ କିଏ? ଧନ୍ୟବାଦ ଉତ୍ତର ପାଇଁ। ନେକ୍ସଟ କୁହନ୍ତୁ। ଗୁରୁଜୀ ଜୟଜୀ। ହଁ ଜୟଜୀ। ହଁ ଜୟଜୀ। ଗୁରୁଜୀ ମୁଁ ଲକ୍ଷ୍ମଣ କହୁଥିଲି। ଗୁରୁଜୀ ଜ୍ଞାନରେ ଆତ୍ମାର ଅନ୍ତର୍ନିହିତ ପ୍ରଦେଶରେ ପ୍ରବେଶ କଲେ ଜାଣିପାରିବେ। ଜ୍ଞାନରେ, ଜ୍ଞାନରେ ଆତ୍ମାର ଅନ୍ତର୍ନିହିତ ପ୍ରବେଶ, ହଁ ଭିତର ବହୁତ ଡେପ୍ଥ ଗଲେ ଜଣା ପଡିବ କହୁଛନ୍ତି ତ? ଜ୍ଞାନରେ ବହୁତ ଡେପ୍ଥ ଗଲେ ଜଣା ପଡିବ। ଠିକ ଅଛି, ଧନ୍ୟବାଦ ଉତ୍ତର ଦେଇଛନ୍ତି। କିଛି ଅଂଶରେ କଣ ଅଛି। ଆଉ ନେକ୍ସଟ କୁହନ୍ତୁ କିଏ? ନେକ୍ସଟ ହଁ କୁହନ୍ତୁ ଗୋକୁଳାନନ୍ଦ। ବିପଦ ଆସୁଛି, ସେ ଯୋଉ ବିପଦ ଆସୁଛି, ଯାହା ଚେଷ୍ଟା କଲେ ବି ମଧ୍ୟ ସେ ବିପଦରୁ ଆମେ ମୁକ୍ତି ପାଇପାରୁନେ। ଶେଷକୁ ଆମେ ପୁରା ହାତ ଟେକି ଦେଇକି ଯେତେବେଳେ ସମର୍ପିତ ଭାବ ଆସିଯିବ, ଆଉ ଆତ୍ମାଦେବଙ୍କ ଉପରେ ପୁରା ନିର୍ଭର କରିବା, ଆଉ କୌଣସି ଭାବନା ରଖିବା ନାହିଁ ଯେ ଆତ୍ମାଦେବ ତୁ ବୁଝିବୁ। এই ଯେତେବେଳେ ଏଇ କଥା ଉପରେ ସମ୍ପୂର୍ଣ୍ଣ ଦୃଢ ବିଶ୍ୱାସ ରଖିକିରି ଯଦି ଏ ଆତ୍ମାଦେବଙ୍କ ପାଖରେ ହାତ ଟେକିଦେବା, କି ଆତ୍ମାଦେବ ପାଖରେ ଢଳିଯିବା, ତାହେଲେ ବିପଦ ଥାଏ ମୁହୂର୍ତ୍ତକ ଭିତରେ ସେଟା ଅପସରିଯିବ। ଏଇଟା ହଉଛି ପ୍ରମାଣ। ଧନ୍ୟବାଦ ଉତ୍ତର ପାଇଁ। ନେକ୍ସଟ କୁହନ୍ତୁ। ନେକ୍ସଟ ମାସ ଭିତରେ ପ୍ରମାଣ ଯୋଗାଇ ଦେବ ଯେ ଠିକ ଅଛି ଆମ ଶରୀରରେ ଆତ୍ମା ଅଛି। କଣ ହେଲା ଆଉ ଥରେ କୁହନ୍ତୁ। ଆତ୍ମା ଅଛି ବୋଲି ଯୋଉ ପ୍ରମାଣଟା କରିବା ପାଇଁ ଆତ୍ମଚିନ୍ତନ ହିଁ ତାହା ଯୋଗାଇ ଦେବ। ପ୍ରତ୍ୟେକ କୌଣସି ସମସ୍ୟା, କୌଣସି ବିପଦ, କୌଣସି କଥା ନା କାହିଁକି
କିନ୍ତୁ ଆତ୍ମା ଚିନ୍ତନଟା କରାଯିବ ସେଇ ସମୟ ଜଣା ପଡିବ ହଁ ଆତ୍ମା ଅଛି। ହଉ ଠିକ ଅଛି, ଧନ୍ୟବାଦ। ନେକ୍ସଟ କୁହନ୍ତୁ। ଗୁରୁଦେବ ପ୍ରଣାମ। କୁହନ୍ତୁ। ବାବା, ବ୍ୟାକୁଳ ଭାବରେ ଆତ୍ମଦେବଙ୍କୁ ଡାକିବା। ଧନ୍ୟବାଦ। ବ୍ୟାକୁଳ ଭାବରେ ଆତ୍ମଦେବଙ୍କୁ ଡାକିବା। ନେକ୍ସଟ କୁହନ୍ତୁ କିଏ? ଗୁରୁଦେବ ଜୟଜଗନ୍ନାଥ। ସ୍ଥିର ଚିତ୍ତରେ ଆତ୍ମସ୍ଥ ହୋଇ ଜ୍ଞାନର ଖଡ୍ଗରେ ସବୁ ସମସ୍ୟାକୁ ସମାଧାନ କରାଯାଇ ପାରିବ। ଧନ୍ୟବାଦ। ନେକ୍ସଟ କୁହନ୍ତୁ ଆଉ କିଏ? ଜୟଜୀବ। ଆତ୍ମମୟ ହେଇଯିବା ଆଉ ସମର୍ପିତ ହବ, କାରଣ ସବୁ ସମର୍ପଣରେ ସବୁ କିଛି ସିଦ୍ଧ ହୁଏ। ହେବାକୁ ତ ସେଇ ସମର୍ପିତ, ବ୍ୟାକୁଳତା, ଆନନ୍ଦିତ ଏସବୁ ମୁହୂର୍ତ୍ତ ଯଦି ଥାଏ, ବାହାର ଜଗତର ନଥାଏ କି ଅନ୍ତର୍ଜଗତରେ, ସିଏ ଅନ୍ତର୍ଦୃଷ୍ଟି ସବୁ ଜଣାଇ ଦେବ। ଧନ୍ୟବାଦ। କୁହନ୍ତୁ ଆଉ କି କହିବେ? ସପନ। ହଁ। ଯେତେବେଳେ ବାବା ପୂର୍ଣ୍ଣ ଜ୍ଞାନ ହେଇଯିବ ତମ କେନ୍ଦ୍ରରେ ଆତ୍ମା ଅଛି ବୋଲି, ଯେତେବେଳେ ଯାହା ତମେ ଆତ୍ମାର ଶକ୍ତି ଜାଣିପାରିବ, ଯେତେବେଳେ ତମର ପୂର୍ଣ୍ଣ ଜ୍ଞାନ ଯେତେବେଳେ ହେଇଯିବ ତମ ଭିତରେ ଆତ୍ମା ଅଛି ବୋଲି ସବୁ କ୍ଷେତ୍ରରେ ତମେ ଜାଣିପାରିବ, ବିପଦର ସାହାଯ୍ୟ କରିବ। ଅଛି ବୋଲି ଖାଲି ଜାଣିଲେ ନା, ଅଛି ବୋଲି ତ ଜଣା ପଡୁଛି। ଅଛି, ଠିକ ଅଛି। ମାନେ ନିଆଁ ଅଛି, ତୁମେ ଦେଖିଲ, ନିଆଁ ପାଖକୁ ନ ଗଲେ କେମିତି ତା ଉତ୍ତାପ ଜଣା ପଡିବ? ତୁମେ ନିଆଁ ଦୂରରୁ ଦେଖୁଛ। ଧନ୍ୟବାଦ ଉତ୍ତର ପାଇଁ। ନେକ୍ସଟ କୁହନ୍ତୁ ଆଉ କିଏ? ଗୁଡୁଲା। କୁହ, କୋରାପୁଟ କୁହ। ପୂର୍ଣ୍ଣ ବିଶ୍ୱାସରେ ଆତ୍ମାକୁ ସମର୍ପଣ ହେଇଗଲେ, ପୂର୍ଣ୍ଣ ବିଶ୍ୱାସରେ, ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ବିଶ୍ୱାସରେ ଆତ୍ମାକୁ ସମର୍ପଣ ହେଇଗଲେ ସବୁ ହେବ। ହଁ ଠିକ ଅଛି। ଆଉ କିଏ କହିବେ କୁହନ୍ତୁ? ଧନ୍ୟବାଦ ଉତ୍ତର ପାଇଁ। ନେକ୍ସଟ କୁହନ୍ତୁ ଆଉ କିଏ କହିବାକୁ ଚେଷ୍ଟା କରନ୍ତୁ। ଭୁଲ ଉତ୍ତର ଆଉ କଣ ହେଇଗଲା? ଏଠି ତ ପାସ୍ କରିବନି କି ଆଇଏଏସ୍ ପରୀକ୍ଷା ଦଉନ କି ଫେଲ ହେଇଯିବ। ନିଜର କହିବାର ଷ୍ଟାଟସ ବଢିବ, ସାହସ ବଢିବ, ବାରମ୍ବାର ଭୁଲ ହେଲେ ବି ଠିକ କହିବାକୁ ଚେଷ୍ଟା ହବ। ଶୋଇପଇଲେ ହବନି, ଛିଡା ହୁଅ, ଜାଗ୍ରତ ହୁଅ, କୁହ ଉତ୍ତିଷ୍ଠିତ ଜାଗ୍ରତ। ଶୋଇପଇଲେ ହବନି। ତମକୁ କେହି ସ୍କୋପ ଦେବେନି କୋଉ ସତ୍ସଙ୍ଗରେ କହିବା ପାଇଁ ଉତ୍ତର, ଏଇଠି ଦିଆ ହଉଛି। ଆଉ କେହି କହିବେନି? ଏ ତ 50-60 ଜଣ ଅଛନ୍ତି, କେହି କହିବେନି। ଡରୁଛ କାହିଁକି? ଭୁଲ ଉତ୍ତର ହଉ କହିବାକୁ ଚେଷ୍ଟା କର। ଆଜି ତ ଶେଷ, ଆଜି 2 ଦିନିଆ ପ୍ରୋଗ୍ରାମର ଶେଷ ବୈଠକ। ପୁଣି ସପ୍ତାହ ପରେ ଦେଖା ହବା। ମୁଁ ଏଇଠି କହି ରଖୁଛି ଯେ ଆମର ଫେବୃଆରୀ 26ରେ ଘର ପ୍ରବେଶ ଏବଂ ନୂତନ ଗୃହର ଶୁଭାରମ୍ଭ। ସମସ୍ତଙ୍କୁ ଅନୁରୋଧ, ଆସି ସମସ୍ତେ ପହଞ୍ଚିବେ, ସପୋର୍ଟ କରିବେ। ଆଉ ସେଠିରେ 2 ଦିନିଆ ପ୍ରୋଗ୍ରାମ, ଗୋଟେ ସତ୍ସଙ୍ଗ ପ୍ରୋଗ୍ରାମ ରହିବ ସେକେଣ୍ଡ ଦିନ, ଫାର୍ଷ୍ଟ ଦିନ ପୂଜା କର୍ମ, ହୋମ ଯଜ୍ଞ ଆଉ ପ୍ରଣବ ଯଜ୍ଞ ସବୁ ରଖାଯାଇଛି। ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ଗୋଟେ ସୂଚନା ଦିଆଗଲା, ପ୍ରସ୍ତୁତ ହୁଅନ୍ତୁ ମାନସିକ ସ୍ତରରେ, ଆମେ କେମିତି ତାକୁ ସୁଚାରୁ ରୂପେ ସମାପନ କରିପାରିବା। ଏତିକି ଇନଫର୍ମେସନ ଥିଲା। କୁହନ୍ତୁ ଆଉ କିଏ କହିବେ? କୁହନ୍ତୁ ନା ନାଇଁ ଏତିକିରେ ବନ୍ଦ କରିବା, ଉତ୍ତର କାଢିବା? ଗୁରୁଜୀ ଲାଷ୍ଟ
ଆମର ଥରେ ବୋରିଂ ଖୋଳା ହେଇଥିଲା 250 ଫୁଟ ଖୋଳା ହେଲା ପରେ ମୁଁ ଆଉ ପାଣି ବାହାରିଲାନି ଯେମିତି ମୁଁ ସେଠୁ ଆଉ ଟିକେ ହାତ ଟେକିଦେଲି, ହାତ ଟେକି ପୁରା ବସି ପଡିଲି, ପୁରା ଠାକୁର ଭାବରେ ବସି ପଡିଲି, ହାତ ଟେକିଦେଲି। ଏଠି ଆଉ ଏଠି ମୁଁ ଅଛି ବୋଲି ମୁଁ ବି ଆଉ ଜାଣିନି, ପୁରା ସମର୍ପିତ ଭାବରେ ବସିଗଲି। ତେବେ ସେଇଠି ମୁଁ ଜାଣିଲି ପୁରା ସମର୍ପିତ କରିଦେଲେ ସବୁ କିଛି ସଫଳ ହବ। ସମର୍ପିତ କଲେ ସବୁ କିଛି ସଫଳ ହେବ। ଆଚ୍ଛା ହଉ, ଧନ୍ୟବାଦ ସେକେଣ୍ଡ ଉତ୍ତର ପାଇଁ। ଆଜ୍ଞା ଗୁରୁଜୀ, କୁହ। ଆଜ୍ଞା ଗୁରୁଜୀ ପ୍ରଣାମ, ଜୟ ଜୟ। ଆଜ୍ଞା ନିଜକୁ ପୂର୍ଣ୍ଣ ପ୍ରାଣରେ ପୂର୍ଣ୍ଣ ଦୃଢ ସମର୍ପିତ ଭାବନାର ଗୋଟିଏ ବିନ୍ଦୁ ଅପେକ୍ଷା ଗୋଟିଏ କେନ୍ଦ୍ର, ଆଉ କିଛି ନଥିଲା। କିଛି ଭାବନା ତ ମୁଁ ପୃଥିବୀରେ ଗୋଟିଏ, ମୁଁ ସେ ଗୋଟେ ଆଉ ଅନ୍ୟାନ୍ୟ ଯୋଉ ମୁଁ ଗୋଟିଏ ମାନେ ବୁଝେଇ ଦିଅ। ମୁଁ ଗୋଟିଏ ମାନେ ମୁଁ ଏକା ଅଛି ପୃଥିବୀରେ, ଆଉ ମୁଁ ସେ ଆତ୍ମା ଅଛି, ଆଉ ମୁଁ ଆତ୍ମା ସ୍ଥିତ ଅଛି, ଆଉ ମୁଁ ଅଛି, ଆଉ ମାନେ ଆତ୍ମା ସ୍ଥିତରେ ମୁଁ ଅଛି। ଆତ୍ମା ସ୍ଥିତି ନା। ମୁଁ ଆତ୍ମା ଧନ୍ୟବାଦ ଉତ୍ତର ପାଇଁ। ଆଉ କିଏ କହିବେ କି? ଗୁରୁଜୀ ଆଉ ଥରେ କହିବି? ହଁ କୁହ, ଆଉ ଥରେ କୁହ, ଚାନ୍ସ। ଗୁରୁଜୀ ଯୋଉ ଯେତେବେଳେ ବିପଦ ଆସୁଛି ବା ଯେତେବେଳେ ନିଜ ପାଖରେ ଆତ୍ମା ଅଛି କି ନାହିଁ ଜାଣିବାକୁ ହେଲେ, ତା ପାଖକୁ ତାଙ୍କୁ ପରୀକ୍ଷା କରିବାକୁ ହେଲେ ନିଜକୁ ଆତ୍ମସମର୍ପଣ କରିବେ, ମନ ଆତ୍ମଦେବଙ୍କ ପାଖରେ, ଏବଂ ତାଙ୍କୁ କୂଳରେ ନ୍ୟୁନରେ ତାଙ୍କୁ ନିଜର ସମସ୍ୟାକୁ ଜଣେଇବେ ଏବଂ ଆତ୍ମା ନିଜର ଆତ୍ମାକୁ ଆକାଶ ତତ୍ତ୍ୱରେ ମନେ ରଖି ଆତ୍ମା ଉପରେ କଟେଇକି କଲେ ଆପଣ ସାଙ୍ଗେ ସାଙ୍ଗେ ଦିଟା ଜିନିଷ ସମାଧାନ ହେଇପାରିବ। ନିଜ ଭିତରେ ଆତ୍ମା ଅଛି ବୋଲି ଜାଣିପାରିବେ ଏବଂ ଯାହା ପାଇଁ ଆପଣ କରୁଛନ୍ତି ସେଟା ସମାଧାନ। ଠିକ ଅଛି, ଧନ୍ୟବାଦ। ନେକ୍ସଟ ଆଉ କିଏ କୁହନ୍ତୁ? ବଡ ବଡ ଅଛନ୍ତି କବି ଲେଖକ, କାହିଁ କିଛି କହୁନାହାନ୍ତି? ଭାବୁକ, କବି, ଲେଖକ, ସମାଲୋଚକ ସବୁ ଅଛନ୍ତି, କିନ୍ତୁ କାହିଁ ଉତ୍ତର କାହିଁ? ଟ୍ରାଏ ୱାନ୍ସ ବେଷ୍ଟ। ଟ୍ରାଏ ୱାନ୍ସ ବେଷ୍ଟ ମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା। ଟ୍ରାଏ ୱାନ୍ସ ବେଷ୍ଟ କର, ହବ। ये मिन्नत स्वाई want to speak but not to speak କହିବାକୁ ଚାହୁଁଛନ୍ତି କିନ୍ତୁ ହଉନି ତୁମର। ଦୃଢ ଭାବନା ହିଁ ଆମର ଟେଷ୍ଟର ଗୁରୁଜୀ। ଦୃଢ ଭାବନା ହିଁ ଆମର ଟେଷ୍ଟର। ବିପଦ ଆସିଲେ ଦୃଢ ଭାବନା ରଖିବି, ଯେମିତି କି ଆତ୍ମା ହିଁ ଅଛନ୍ତି ସବୁ କିଛି କରିପାରିବେ, ମାନେ ସେ ଭାବନାରେ ଟିକେ ଖାଦ ବି ନ ମିଶୁ। ଠିକ ଅଛି, ଧନ୍ୟବାଦ ଉତ୍ତର ପାଇଁ। ହଉ, ଆଉ କିଏ ବୋଧେ କହିବେନି? ଧନ୍ୟବାଦ ତୁମ ଉତ୍ତର ପାଇଁ, ଶେଷ ଉତ୍ତର। ଆଉ କିଏ କହିବେ କି? ଆଉ କିଏ କହିବେ କି? ନା, ଆଉ ବୋଧେ କେହି କହିବେନି, ଆଉ ସବୁ ଶୁଣିବେ। ହେଲା, ପ୍ରାୟ ସଠିକ ଉତ୍ତର ଦେଇଛନ୍ତି, ସମସ୍ତଙ୍କୁ ଧନ୍ୟବାଦ। ମୁଁ କହିଲି ଯେ କାହା ଉତ୍ତର ଠିକ ଅଛି, 10 ଜଣଙ୍କ ଉତ୍ତର ପ୍ରାୟ ଠିକ ଅଛି। ପ୍ରଥମେ ସଠିକ ଉତ୍ତର ରଖିଥିଲେ ଗୀତା, କୋରାପୁଟ। ସୁନ୍ଦର ଭାବରେ ସେ କହି ଚାଲିଥିଲେ, ସେ କହିବାଟା ଠିକ ଥିଲା, କହିବା ଠିକ ଥିଲା, ମାନେ ତାଙ୍କର ମାନେ ଉଚ୍ଚାରଣ କଣ ଏପଟ ସେପଟ ଟିକେ ହଉଥିଲା, କିନ୍ତୁ ସେ ଯାହା କହୁଥିଲେ ବୁଝେଇ କହିଲେ ଠିକ ଲାଗୁଥିଲା। ଭାବନାଟା ସାଙ୍ଗ କରିବା, ଆତ୍ମା ସହିତ ମିଶେଇ ଦେବା ଭାବନା। ମାନେ କଣ କହୁଥିଲେ ଗୀତା? ଆଜ୍ଞା ଗୁରୁଜୀ, ହଁ, କଣ କହୁଥିଲା ଆଉ ଥରେ କୁହ। ପ୍ରଥମେ ବିପଦ ଆସିବା
ମାନେ ପ୍ରଥମେ ସାଧନଟା ମାନେ ବ୍ରାହ୍ମଣ ମୁହୂର୍ତ୍ତରେ ସାଧନଟା ସଠିକ ସମୟରେ କରାଇବ। ହୁଁ ଆଉ ସେ ସାଧନ ସମୟରେ ଅନ୍ୟ କୌଣସି ଭାବନା ବି ଆସିବା ମାନେ ଅନୁଚିତ। ହୁଁ ତାପରେ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ସମର୍ପିତ ହେଇଯିବ ଯେ ଆତ୍ମଦେବଙ୍କ ନିକଟରେ। ଆଉ ଏଇ ଯୋଉ ବିପଦ ଆସୁଛି ଆତ୍ମଦେବ ହିଁ ଆଣିଛନ୍ତି, ଏହାକୁ ଆତ୍ମଦେବ ହିଁ ସମାଧାନ କରିବେ। ଏଇଟା ସେଇ ଭାବନାରେ ହିଁ ନିଜକୁ ସମର୍ପିତ ରଖିକି ସମର୍ପିତ କରିବା। ସେଦିନ ମାନେ ତାପରେ ବିପଦ ଚଳିଯିବ ଆଉ। ହଁ ସେ ରାଇଟ୍ ଆନ୍ସର ପୁରା ଏଇଟା ପ୍ରାକ୍ଟିକାଲି ଅନୁଭବ କରିପାରିବ ତୁମେ। ସେ ଯୋଉ ଜିନିଷଟା ଆସିଲା ବିପଦଟା ଟଳିଗଲା, ଯଦି ତୁମେ ପୂର୍ଣ୍ଣ ମାତ୍ରାରେ ସମର୍ପିତ ଅଛ ଟଳିଯିବ, ଜାଣିବ ଏଇଟା ଠିକ ହେଲା, ତମେ କିଛି ପାଇବ, ରେଜଲ୍ଟ ମିଳିବ। ତାପରେ ଆମର ଉତ୍ତର ରଖିଥିଲେ ଗୋକୁଳାନନ୍ଦ ମୁନି, ସମର୍ପଣ ଭାବ କଲେ ସବୁ କିଛି ମିଳିଯିବ। ସମର୍ପଣ ଆଉ ସବୁ ଲଗେଇ କଣ କହୁଥିଲେ, ମେନ୍ ଜିଷ୍ଟ ଥିଲା ସମର୍ପଣ। ଏଇଟା ବହୁତ ରାଇଟ୍ ଆନ୍ସର ଥିଲା। ସମର୍ପଣରେ ମୁଁ ମନେ ରଖିନି ଏତେଟା, ଠିକ ଠିକ ଲାଗୁଥିଲା ଯୋଉମାନଙ୍କୁ ସେମାନଙ୍କୁ ଟିପି ଦେଇଥିଲି। ସମର୍ପଣରେ ସେଇଟା ସବୁ କିଛି ମିଳିଯିବ, ପୂର୍ଣ୍ଣ ସମର୍ପଣରେ ପାଇବ। ତାପରେ କୈଳାସ କହିଲେ, କୈଳାସ ମୁନି ବରିକିନାରୁ ବ୍ୟାକୁଳ ଭାବରେ ଆତ୍ମଦେବଙ୍କୁ ଡାକିବା। ଯଦି ଗୋଟେ ବିପଦ ଆସୁଛି, ତୁମେ ଆତ୍ମଦେବଙ୍କୁ ବ୍ୟାକୁଳ ଭାବରେ ଡାକିବ, ଆଉ କିଛି ନଥିବ, ତୁ ହିଁ ସବୁ କିଛି, ସେଇଟା ବ୍ୟାକୁଳତା ଆସିବ, ଆଉ କିଛି ନଥିବ, ସେଥିରେ ନିର୍ଯାସ ନଥିବ। ଏଇଟା ବି ରାଇଟ୍ ଆନ୍ସର ଥିଲା ଆମର କୈଳାସ ମୁନିଙ୍କର। ତାପରେ ଆସିଲେ ସୁବାସିନୀ ନାୟକ, ତାଙ୍କର ବି ଠିକ ଉତ୍ତର ଥିଲା ଆତ୍ମମୟ ହୋଇଯିବା। ଇଏ ଗୋଟେ ସୁନ୍ଦର ଭାବରେ ସାବଲୀଳ ଢଙ୍ଗରେ କହିଲେ ଆତ୍ମମୟ ହୋଇଯିବା। ଆତ୍ମମୟ ହେଇଯିବା ମାନେ ଆତ୍ମା ସ୍ଥିତିରେ ରହିବା। ଦେଖିବ ସବୁ ଯାକ ସମାନ, ଇଏ ଜଳିବ ତୁମ ଟେଷ୍ଟର, ମାନେ ସାଙ୍ଗେ ସାଙ୍ଗେ ତ ରେଜଲ୍ଟ ମିଳିବ। ଇଏ ପ୍ରୁଭଡ, ପୁରା ପ୍ରୁଭଡ, ଯୋଉଟା କୁହନ୍ତି ପ୍ରମାଣିତ। ପରୀକ୍ଷା କରି ଦେଖ, ବାରମ୍ବାର ପରୀକ୍ଷା କରି ଦେଖିବ, ଆସିବ। ତାପରେ ଆସିଲା ସପନ। ସପନ ବି ସେଇ ଅନୁସାରେ କିଛି କହୁଥିଲେ, କିନ୍ତୁ ସେଟା ଟିକେ ଟିକେ ରହିଗଲା, କହିପାରିଲନି ଆଉ। ତାପରେ ବୁର୍ଲା ଆସିଲେ, କୋରାପୁଟ, ଜୟପୁର। ପୂର୍ଣ୍ଣ ବିଶ୍ୱାସରେ ଆତ୍ମସମର୍ପଣ ଭାବରେ ରହିବା। ପୂର୍ଣ୍ଣ ବିଶ୍ୱାସରେ ପୁରା, ଯେ ହଁ ତୁ କରିପାରିବୁ, ତୋ ବ୍ୟତୀତ ଆଉ କେହି ନାହାନ୍ତି। ଏଇଟା ପୂର୍ଣ୍ଣ ବିଶ୍ୱାସ ନୁହେଁ କି, ତୁ କରିପାରିବୁ, ମୁଁ ସମର୍ପଣ ହେଇଗଲି ପୂର୍ଣ୍ଣ ବିଶ୍ୱାସରେ, ମାନେ ଏ କାମ ତୁ ହିଁ କରିବୁ। ଦେଖିବ ରେଜଲ୍ଟ ପୂର୍ଣ୍ଣ ଭାବରେ ମିଳିବ, ସାଙ୍ଗେ ସାଙ୍ଗେ ମିଳିବ, କିଛି ନାହିଁ। ତାପରେ ଆସିଲା ରଞ୍ଜନ, ସେକେଣ୍ଡ ସେସନରେ ସେ କହିଲେ ରଞ୍ଜନ ପେଙ୍ଗୁଆରୁ ସମର୍ପିତ ହେଲେ, ସମର୍ପିତ ହେଲେ ମିଳିବ। ସବୁ ସମର୍ପିତ ଭାବରେ ଆସିଛନ୍ତି, ଯେତେ ଉତ୍ତର ସବୁ ସମର୍ପଣ ଭାବ। ସେ ଅନ୍ୟ ଅର୍ଥରେ କହିଲେ ମୋର ଟ୍ୟୁବୱେଲ ଥିଲା, ମୋର ଥିଲା, ହେଲା ଖୋଲିଲା, ଖୋଳିଲା କଣ, ଏ ସମର୍ପିତ ହେଲେ ସବୁ ମିଳିଯିବ। ତାପରେ ଗୁରୁ, ଗୁରୁ ଭଗବାନ ଗୁରୁ, ମୁଁ ଗୋଟିଏ ଆତ୍ମା। ବାରମ୍ବାର ପଚାରିଲି ମୁଁ ଗୋଟିଏ ମାନେ କଣ, ସେ କହିଲେ ମୁଁ ଗୋଟିଏ ମାନେ ଆତ୍ମାର ସ୍ଥିତି, ମୁଁ ସେ ଆତ୍ମା, ମାନେ ଆତ୍ମମୟ ହୋଇଯିବା, ମୁଁ ସେଇ ଆତ୍ମା। ଆତ୍ମା ସ୍ଥିତିରେ ରହିଲେ ହିଁ ସମାଧାନ ହେଇଯିବ ନା। ଇଏ ବି ସଠିକ ଉତ୍ତର ଥିଲା। ତାପରେ ବିଏସ୍ଏନ୍ଏଲ କହିଲେ ଆତ୍ମ ସମର୍ପିତ ହବା, ସେଇ ସମର୍ପଣ ଭାବ, ଆତ୍ମାରେ ସମର୍ପିତ ହେଇଯିବା। ଯେ ମୁଁ ଏ ସେକେଣ୍ଡ ଦି ଜଣ ଆସିଲେ, ସେକେଣ୍ଡରେ କହିଲେ ସେ ଠିକ ଉତ୍ତର ଥିଲା। ପ୍ରାୟ ସବୁ ଆଉ କେତେ ଗୁଡେ ଯିଏ କହିଛନ୍ତି, ତା ମାନେ ଉତ୍ତର ଭୁଲ ଅଛି, ଉତ୍ତର ଠିକ ଅଛି। ଗୁରୁଜୀ ମୋ ଉତ୍ତରଟା କାହିଁକି ଭୁଲ ହେଲା? ତମର କଣ କହିଲ ମୁଁ ଆଉ ଦେଖିନି, ମୁଁ ତ ଆସିଲାନି ବୋଲି ନଲେଜ ରଖିଲିନି ଲିଷ୍ଟରେ। ମୁଁ କହିଲି ଆପଣ ସମାଧି ସ୍ଥିତିରେ ରହି ସମାଧି ଭାଷାରେ କଥା, ସେଇ ସ୍ଥିତିକୁ ଗଲେ ୟା ଠିକ ଅଛି। କଣ କହିଲ, ମୋର ଏଟା ଭୁଲ ହେଲା। କଣ କହିଲ? ସ୍ଥିତିରେ ରହି ସମାଧିର ଭାଷା ଇଏ ସବୁ ଆତ୍ମକୁ ଠିକ ଅଛି। ତୁମେ ସମାଧି ଆଡକୁ କରିବା, ତାହେଲେ ଏଗୁଡିକ ପ୍ରମାଣିତ ହେଇଯିବ ଠିକ ବୋଲି।
ନାଇଁ ତୁମେ ସମାଜ ଆଡକୁ ପଳେଇଲ, ସେଥିପାଇଁ ମୁଁ ରଖିଲି ଲିଷ୍ଟରେ। ସମାଧି ତ ଅଲଗା କଥା। ତମେ ଜାଣିବ କେମିତି ଆତ୍ମସ୍ଥିତି ମାନେ ହିଁ ସମାଧିଟା ହୁଏନି, ସଦାବେଳେ ହୁଏନି। ସମାଧି ସେସନଟା ଅଲଗା, ସାଧନ ସେକ୍ସନ। ତମେ ବର୍ତ୍ତମାନ କରେଣ୍ଟ ପୋଜରେ ରହି କେମିତି ଜାଣିବ କଣ କଣ ଘଟଣା ଘଟୁଛି, ତାର ଆତ୍ମସ୍ଥିତି ଆଣିବା ଦରକାର। କରେଣ୍ଟଲି ରେଜଲ୍ଟ ମିଳିବ ସମର୍ପିତ ହେଇଗଲା ସାଙ୍ଗେ ସାଙ୍ଗେ। ସେଥିପାଇଁ ଲିଷ୍ଟରେ ରଖାଗଲା। ତା ମାନେ ନୁହେଁ ଭୁଲ ଉତ୍ତର ଅଛି। ସମାଧି ହବ କେମିତି? ହଁ, ଆତ୍ମାର ସମର୍ପିତ ନହେଲେ ସମାଧିସ୍ଥ ହବ କେମିତି? ଜଣେ ସମାଧିସ୍ଥ ହବା ପାଇଁ ଆତ୍ମାକୁ ପୂର୍ଣ୍ଣ ସମର୍ପଣ ହବା ଦରକାର। ତାହେଲେ ତାର ଦେହ ଭାବଟା ଲୋପ ପାଇଯିବ, କେବଳ ଆତ୍ମା ହିଁ ରହିବ। ହଁ, ନାଇଁ ଏଇଟା ସେଠି ହଉଛି ସମାଧି ଆତ୍ମାର ଅବସ୍ଥା। ସମର୍ପିତ ତ ରହିଛି, ସବୁଆଡୁ କ୍ରାଇଟେରିଆ ରହିଛି, ହେଲେ ହବ। କିନ୍ତୁ ସେଠି ଯେତେବେଳେ ସମାଧି ହବ ସେ ପୂର୍ଣ୍ଣ ଏକାଗ୍ରତା ଦରକାର। ସେଠି ସମର୍ପଣ ନୁହେଁ, ପୂର୍ଣ୍ଣ ଏକାଗ୍ରତା ହେଲେ ସମାଧି ହବ। ଏଇଟା କଣ, ଏଇଟା ଯୋଉମାନେ ଗୋଟେ ସମର୍ପଣ ଜାଣିବା କରିବେ, ପାଇଁ। ସେମାନେ ଯଦି ଏକାଗ୍ର ନଥିବେ, ଖାଲି ସମର୍ପଣ କରିବେ କେମିତି? ତାଙ୍କ ମନ ତ ଦୌଡୁଥିବ। ନାଇଁ, ସବୁଆଡୁ କ୍ରାଇଟେରିଆ ସୃଷ୍ଟି ହେଲା। ଏକାଗ୍ର ନହେବେ, ହଁ, ସମର୍ପଣ କରିବେ କେମିତି? ସମର୍ପଣ କରିବା ପୂର୍ବରୁ ଏକାଗ୍ର ହେବେ। ନାଇଁ ସମର୍ପଣଟା ଅଲଗା କଥା। ସମର୍ପଣରେ ତମେ ଯୋଉ ଗୋଟେ ଇନସିଡେଣ୍ଟ ଘଟିଲା ତାକୁ ଜାଣିବା ପାଇଁ ସମର୍ପଣ ହେଲେ ସର୍ଟନ ରେଜଲ୍ଟ ଜଣା ପଡେ, ଏଇଟା ମୋର ହେଇଥିଲା, ହେଇଗଲା, ଠିକ ଅଛି। ସମାଧିଟା ଅଲଗା କଥା। ସମାଧି ତ ଗୋଟେ ପରମାନେଣ୍ଟ ସେସନ। ସମାଧିରେ ଜଣା ପଡିବନି। ସମାଧି ମାନେ ସମାଧି ହେଲ, ଜାଣିଲ ନିଜକୁ। ଏଠି କଣ, ଏଠି ଆତ୍ମାର ମାନେ ରୂପଟା, ତମର ବିପଦର ସଂକେତଟା କେମିତି ଟଳିଯିବ ସେଇଟା ଜଣା ପଡିଯିବ ଏଠି। ତାପରେ ମୁଁ କହିବି, କୁହନ୍ତୁ କିଏ? ମୁଁ ଶାନ୍ତି କରୁଛି। ହଁ, କୁହନ୍ତୁ। ଆତ୍ମା ଦେବଙ୍କୁ ପ୍ରାଣୀ ବିକଳ ଡାକିଲେ ଆତ୍ମାଦେବ ନିଶ୍ଚିନ୍ତ ଶୁଣିବେ, ତାହା ମୋର ଦୃଢ ବିଶ୍ୱାସ। କଣ ହେଲା? ଆତ୍ମାଦେବକୁ ପ୍ରାଣ ବିକଳ ଡାକିଲେ ଆତ୍ମାଦେବ ନିଶ୍ଚିନ୍ତ ଶୁଣିବେ, ଏହା ହିଁ ମୋର ଦୃଢ ବିଶ୍ୱାସ। ହଁ, ଠିକ ଅଛି। ତ ଆତ୍ମଦେବ ଯଦି ପ୍ରାଣ ସହିତ ଡାକିବ, ନିରାଶ୍ରୟ ହେଇ ଡାକିବ, ବ୍ୟାକୁଳତାରେ ଡାକିବ, ସେ ଶୁଣିବ। ସେ ତ ଅପେକ୍ଷା କରୁଛି ତୁମେ ତ ଡାକୁନ ବୋଲି। ଓ, ସେ ତୁମେ ଶାନ୍ତିଲତା ବାରିକ ଲେଖିଲାଣି, ଭଦ୍ରକ ନା? ଧନ୍ୟବାଦ ଉତ୍ତର ପାଇଁ। ପଛରେ କହିଲ, ଆଗରେ କହିଲା ଆହୁରି ଭଲ ହେଇଥାନ୍ତା। ଠିକ ଅଛି ଉତ୍ତର। ସମାଧି ଅଲଗା, ଏ ଟେଷ୍ଟ ପାଇଁ ଅଲଗା। ରୁଦ୍ର କିଏ ଖୋଲିଛ? ରୁଦ୍ର ଖୋଲିଛ? ରୁଦ୍ର କହିବ କି? ହାଇଦ୍ରାବାଦ ନାଇଁ, ବନ୍ଦ କଲେ। ହଉ, ଆଜିର ତ ବହୁତ ସମୟ ହେଇଯାଇଛି। ମତାମତ ରଖନ୍ତୁ ଆଜିର ସେସନ କେମିତି ଲାଗିଲା, ଆଜିର ତୃତୀୟ ଏପିସୋଡ। ହଁ, ତାପରେ ଇଏ ଗଲା 10, ଆଉ ଜଣେ ରହିଲା ମିନତି। ତାଙ୍କର କହିଲେ କି, ତାଙ୍କର କହିଥିଲେ କି? ଏଇଟା ଉପରେ ଲେଖି ଦେଇଥିଲା, ଦେଖିନି। ମିନତି, ଦୃଢ ଭାବନା ହିଁ ଆତ୍ମାର ଟେଷ୍ଟର। ସେ ଉତ୍ତର ରଖିଥିଲେ। ମୋର ଏଇଟା କହିବାକୁ ମନେ ନାହିଁ, ତାଙ୍କର ବି ଉତ୍ତର ଠିକ ଥିଲା, ସଠିକ ଉତ୍ତର ଥିଲା। ଦୃଢ ଭାବନା ହିଁ ଆତ୍ମାର ଟେଷ୍ଟର। ଦୃଢ ଭାବନା ହେଲେ ଆତ୍ମା ଜଳିବ, ଆତ୍ମାର ସଂକେତ ମିଳିବ ତୁମ ପାଖରେ। ଏ ବି ଠିକ ଉତ୍ତର ଥିଲା। ମୁଁ ଏଇଟା ଉପରେ ଲେଖିଥିଲି ବୋଲି ଜଣା ପଡ଼ିଲା। 10 ଜଣ ଭିତରେ ଅଛନ୍ତି। ଠିକ ଅଛି, ଧନ୍ୟବାଦ ସମସ୍ତଙ୍କୁ। ସମସ୍ତେ ସଠିକ ଉତ୍ତର ଦେଇଛନ୍ତି। ଯିଏ ବି ଉଣା ଅଧିକ କମ ରଖିଛନ୍ତି ସେ ବି ଠିକ ଉତ୍ତରରେ ଗଣାଯିବ। କାରଣ କହିବାର ଶୈଳୀ ଏବଂ ଭାବନା ଭିତରେ ତଫାତ ଥାଏ। କହୁ କହୁ କଣ କହିଯାଏ, ଭାବନା ଅନେକ ଅନେକ ବି ଥାଏ। ହଁ, କୁହନ୍ତୁ। ସପନ କୁହନ୍ତୁ। ପ୍ରଥମେ ମୋର ଗୁରୁମାଙ୍କୁ ଜୟ ଭୂମିଷ୍ଠ ପ୍ରଣାମ। ଅଫଲାଇନ ଅନଲାଇନରେ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଜୟ। ବାବା ଆଜି ଯେତେ ସୁନ୍ଦର ସତ୍ସଙ୍ଗ କଲେ, ଯୋଉମାନଙ୍କର ଯୋଉଟା ବାବା ଆଜି ସତ୍ସଙ୍ଗରେ ବୁଝାଇଲେ, ଯୋଉ ଭାବନାରେ ଯୋଗଟା ହବ, ଯୋଉ ମାନେ ଭାବନା
ଭାବନା ପଢିଲେ ଯୋଗଟା ସୁନ୍ଦର ଭାବରେ ହବ, ଭାବନା ରୋଗ ମୁକ୍ତ ବି ହବ। ଯୋଉ ବାବା କହିଲେ 98 ପିଢିରେ ସାପ ପଡିଯାଉ, ସେମାନଙ୍କର ରୋଗ ଭଲ ହଉନି, ସେମାନଙ୍କର ଭାବନା ଦୃଢ। ହ୍ୟାଲୋ, କୁହନ୍ତୁ, ଶୁଭୁଛି ଶୁଭୁଛି। ଭାବନା ଦୃଢ ହବ, ପୂର୍ଣ୍ଣ ଦୃଢ ସମ୍ପୂର୍ଣ୍ଣ ଭାବନା ଯଦି ଥିବ ଆଗକୁ ସେ ଉଠେଇଯିବ। ଆଉ ଗୋଟେ କଥା, ଗୁରୁଜୀଙ୍କର ପ୍ରତ୍ୟେକଟା ୱାର୍ଡ 7 ଦିନରେ ଥରେ ଯେ ଆସୁଛି, ପ୍ରତ୍ୟେକଟା ୱାର୍ଡରେ ଗୋଟେ ଗୋଟେ ମେଡିସିନ। ତାକୁ ଯଦି ଭାବନାର ସହ ଯେ ଗ୍ରହଣ କରିବ, ସେ ସମ୍ପୂର୍ଣ୍ଣ ବିନା ଯୋଗ କରିକି ସେ ରୋଗମୁକ୍ତ ହୋଇଯିବ। ଭାବନା ହଉଛି ମେନ୍ ଭାବନା। ପ୍ରଥମ ଭାବନା, ମୁଁ ରାତିରେ ଯୋଗ କରିବି, ଏଇ ଭାବନାଟା ଦିନ ସାରା ରଖିବା ଦରକାର। ଆଉ ଗୋଟେ କଥା, ଗୁରୁଜୀ ଯୋଉ ସମୟରେ ସତ୍ସଙ୍ଗ କରୁଛନ୍ତି, ସେ ସତ୍ସଙ୍ଗଟା ପୂର୍ଣ୍ଣ ଏକାଗ୍ରତାରେ ଗ୍ରହଣ କରିବା ଦରକାର। ବହୁତ ଲୋକ ଏଇ ମ୍ୟୁଜିକ୍ ଅଫ୍ କରୁନାହାନ୍ତି, ସତ୍ସଙ୍ଗକୁ ଅବହେଳା କରୁଛନ୍ତି। ଏଇଟା କରନ୍ତୁ, ଯୋଉଠି ସତ୍ସଙ୍ଗ ଚାଲିଥାଏ ସେଠି ଗଙ୍ଗା ପ୍ରଭାବିତ ହୁଏ। ଆଉ ଗୁରୁଜୀଙ୍କର ଏଇ ଯେ ଗୋଟେ ଡକ୍ଟର ମେଡିସିନ ଲେଖିଥିଲେ ଏଇ ରୋଗଟା 7 ଦିନରେ ଭଲ ହେବ, ଗୁରୁଜୀଙ୍କର ଆଜି ସତ୍ସଙ୍ଗ ଶୁଣିବ, 7 ଦିନ ପାଇଁ ସେଇ ସତ୍ସଙ୍ଗର ମେଡିସିନ ରୋଗ ମନ ପ୍ରଭାବିତ ହେଇଯିବ, ମନର ଆନନ୍ଦିତ ଆସିବ, ମନର ଶକ୍ତି ଜାଗ୍ରତ ହବ, ବହୁତ ଆନନ୍ଦିତ ଲାଗିବ। କହିକି ରହିବ। ସୁନ୍ଦର ଏବଂ ମଜବୁତ ମତାମତ ଥିଲା, ସକାରାତ୍ମକ ଥିଲା ମତାମତ, ଆଉ ପ୍ରଭାବଶାଳୀ ଥିଲା। ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ? ଗୁରୁଜୀ ଜୟ ଜୟ। ଜୟ ଜୟ। ମୁଁ ଲକ୍ଷ୍ମଣ କହୁଥିଲି ଭୁବନେଶ୍ୱର। ଭୁବନେଶ୍ୱର। ପ୍ରଥମେ ମୋର ଗୁରୁଜୀ ଗୁରୁମା ମୋର କୋଟି କୋଟି ପ୍ରଣାମ। ଆଉ ଆଜିର ଉପସ୍ଥିତ ସତ୍ସଙ୍ଗରେ ସମସ୍ତ ମୁନିମାନଙ୍କୁ ମୋର ଜୟ ଜୟ। ଆଜିର ସତ୍ସଙ୍ଗ ଯୋଗର ସୂକ୍ଷ୍ମ ସାଧନର ତୃତୀୟ ଭାଗ ବିଷୟରେ ସତ୍ସଙ୍ଗ କରାହେଲା। ଏହି ସତ୍ସଙ୍ଗଟି ଆଜି ଉଚ୍ଚ କୋଟିର ଏବଂ ଆତ୍ମବୋଧକ ଥିଲା। ଆଜି ଏହି ସତ୍ସଙ୍ଗରେ ଯୋଗ କିପରି କରିପାରିବେ ଏବଂ କିପରି ଭାବରେ ସୁଦୃଢ଼ ହେଇପାରିବେ, ସେଟା ଯୋଗ କେବଳ ଭାବନାରେ, ଏ ବିଷୟରେ ଟିକେ ଆଲୋଚନା ହେଇଛି। ଆଜି ଯଦି ଭାବନା ଯୋଗ କରିକି ଯଦି ଆମେ ସୂକ୍ଷ୍ମ ସାଧନ ପାଇଁ ଆମର ଭାବନା ହିଁ ମାତ୍ର ବଳଶାଳୀ ହେବା ଦରକାର। ସେଇ ଭାବନା ଗୁଡ଼ିକ, ତେଣୁ ସେଇ ଯୋଉ ଭାବନା କେବଳ କେମିତି ସୁଦୃଢ଼ ହେଇପାରିବ, ସେଟାକୁ ସବୁଦିନ ସାଧନ କଲେ, ଠିକ ସମୟରେ ସାଧନ କଲେ ଏବଂ କ୍ରମ ମୁହୂର୍ତ୍ତରେ ସାଧନ କଲେ ସେଟା ସୁଦୃଢ଼ ହେଇପାରିବ। ଆଉ ସେଇ ଭାବନା ଗୁଡ଼ିକ, ସେଥିପାଇଁ ସୂକ୍ଷ୍ମ ସାଧନ ହବା ପାଇଁ କେତେଟା ଭାବନାର କେତେଟା ବଳିଷ୍ଠ ପଏଣ୍ଟ ଗୁଡ଼ିକ ରହିଛି। ଏଇ ପଏଣ୍ଟ ଗୁଡ଼ିକ ଆମେ ପ୍ରତିପାଳନ କଲେ ଆମେ ଯୋଗର ଉଚ୍ଚତମ ସୋପାନକୁ ଯାଇପାରିବା, ଆତ୍ମବୋଧ ହେଇପାରିବା। ସେଇ ଭାବନା ଗୁଡ଼ିକ ହଉଛି ସେଥିରୁ ଗୋଟେ ହଉଛି ଆମର ଭାବନା ବଳଶାଳୀ ହେବା ଦରକାର। ଆଉ ଦ୍ୱିତୀୟଟି ହଉଛି ଆମେ ନିଜକୁ ଜଣେ ଯୋଗୀ ବୋଲି ଭାବିବା। ତାପରେ ତୃତୀୟ ପଏଣ୍ଟ ହଉଛି ଆମର କର୍ମକୁ ଶ୍ରେଷ୍ଠ କର୍ମ ବୋଲି ଭାବିବା। ଅନ୍ୟମାନେ ଯୋଉ କର୍ମ କରୁଛନ୍ତି ଆମେ ବି ଏଇଟା ବଡ଼ କର୍ମ ବୋଲି ଭାବିବା, ଯେ ମୁଁ ଯୋଗ୍ୟ ଏବଂ ମୋର କର୍ମ ହେଲା ଯୋଗ କରିବା। ଆଉ ତୃତୀୟଟି ହେଲା ମନକୁ ଅନ୍ୟ ଆଡୁ ଆଣିକି ପ୍ରତ୍ୟାହାର କରି ଆଣିବା ଅନ୍ୟକୁ, ଯାହା ଦ୍ୱାରା ଆମ ମନଟା ଯୋଉ ତ୍ରୁଟିର ସହିତ ମନ ସ୍ଥିର ହେଇଯିବ। ତାପରେ ନେକ୍ସଟ ବରିଷ୍ଠ ପଏଣ୍ଟ ଥିଲା ମୁଁ କେନ୍ଦ୍ର, ମୁଁ ପୃଥିବୀ ହେଲା କରିବ। ଏହି ଭାବନା ମନରେ ଆଣିଲେ ଯେ ଆମେ ସୂକ୍ଷ୍ମ ସାଧନରେ ଆମେ ପହଞ୍ଚିପାରିବା। ଆଉ ତାପରେ ନେକ୍ସଟ ବଳିଷ୍ଠ କେନ୍ଦ୍ର ହଉଛି ଆମେ ଆଟାଚମେଣ୍ଟ ହେଇ ନିଜକୁ ଅଲଗା ସମସ୍ତଙ୍କ ଠାରୁ ତାପରେ ଯାଇକି ହେଲେ ଆମେ ସୂକ୍ଷ୍ମ ସାଧନର ନେକ୍ସଟ ପଏଣ୍ଟ ହଉଛି ଆମେ ଜ୍ଞାନରେ ସୁଦୃଢ଼ ରହିବା, ଯେ ଆମେ ମୋ ପାଖେ ଆତ୍ମା ଏଇ ଦୃଢ଼ ନିଷ୍ପତ୍ତି ଡିଟରମିନେସନ ରହିବା। ଏଇ ଭାବନା ରହିଲେ ସୂକ୍ଷ୍ମ ସାଧନ ବି ଆମର
ତାପରେ ନେକ୍ସଟ ପଏଣ୍ଟ ହଉଛି ମୁଁ ବଳ ଥାଏ, ରୋଗ ବଳ ଥାଏ, ମୁଁ ହିଁ ଭୁଲ, ମୁଁ ରୋଗ ଉପରେ, ମୋ ଉପରେ ରୋଗ, ଏଇ ଭାବନା ବି ରହିଲା। ତାପରେ ନେକ୍ସଟ ପଏଣ୍ଟ ହଉଛି ଆପଣଙ୍କୁ ନିଜର ଦୋଷ ଦୁର୍ବଳତାକୁ ବା ମଳିନତାକୁ ନିଜଠୁ ଦୂରେଇ ଦେବ। ଏଇ ଗୁଡ଼ିକ ପାଳନ କଲେ ଆମେ ଆତ୍ମଦେବତାରେ ସମର୍ପଣ କଲେ, ଆତ୍ମବୋଧରେ ରହିଲେ ଆମର ନିଶ୍ଚିତ ସୂକ୍ଷ୍ମ ସାଧନାରେ ରହିପାରିବା ଆଉ ରୋଗ ଭଲ ହେଇପାରିବ। ଏତିକି କହିକି ମୁଁ ରହୁଛି। ଜୟ ଜୟ। ଧନ୍ୟବାଦ। ମତାମତ ସୁନ୍ଦର ଥିଲା। ସୁନ୍ଦର ଏଇ ଦୃଷ୍ଟିରୁ ଥିଲା ଯେ ଗୋଟି ଗୋଟି ବାଛି ବାଛି ପଏଣ୍ଟ ସବୁ ଉପସ୍ଥାପନ କଲେ। ଯୋଉ ପଏଣ୍ଟ ମୁଁ କହିଥିଲି ତାର ଆକର୍ଷିତ କଥା ଏଠି ଉପସ୍ଥାପନ କରିଛନ୍ତି। ବହୁତ କଥା କହିଛନ୍ତି, ଦୃଢ଼ତାର କଥା କହିଛନ୍ତି। ନିଜେ ଜଣେ ରୋଗୀ, ବଡ଼ ରୋଗୀ ଥିଲେ, ସେ ନିଜେ ଭଲ ହେଇଛନ୍ତି। ଯଦି ଏ ଭାବନା ନଥାନ୍ତା ସେ କେବେ ଭଲ ହେଇନଥାନ୍ତେ। ତେଣୁ ତାଙ୍କର ଏଇ ସତ୍ସଙ୍ଗଟା ବହୁତ ତାଙ୍କ ପାଇଁ ବହୁତ ମୂଲ୍ୟବାନ ଥିବ ଆଶା କରେ। ମତାମତ ବହୁତ ସୁନ୍ଦର ଥିଲା ଆଉ ସଠିକ ଥିଲା। ଧନ୍ୟବାଦ। ନେକ୍ସଟ କୁହନ୍ତୁ ଆଉ କିଏ? ପ୍ରଣାମ ବାବା, ଗୁରୁମା। କୁହନ୍ତୁ। ସମସ୍ତ ମୁନିମତି ଭାଇ ଭଉଣୀ ମାନଙ୍କୁ କରିଯାଇଛି। ଆଜିର ସତ୍ସଙ୍ଗ ବହୁତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ ଥିଲା। ଯୋଗର ସୂକ୍ଷ୍ମ ସାଧନ କିପରି ତୃତୀୟ ପାଠ। ଏହି ତୃତୀୟ ପାଠରେ ବାବା ଆମକୁ ଯେଉଁ ସବୁ କଥା କହିଗଲେ ଏବଂ ଉଦାହରଣ ଦେଇଗଲେ, ପଦରା ପଡେ ଯେତେ ଆଡେ ସେତେ, ସାପ ସେଠି ଲଡୁ ଖେଳର ଉଦାହରଣ ଦେଲେ। ସେ ଉଦାହରଣ ହଉଛି, ଆମେ ଯଦି ଆମର ମନର ଭାବନାକୁ ଦୃଢ ନ କରିବା, ଯୋଗ କରୁଛେ କିନ୍ତୁ ଭାବୁଛେ ଯୋଗ ଦ୍ୱାରା କଣ ଭଲ ହେଇପାରିବି, ମୋର ଆଜି ହିଁ କଥା ହେଲାଣି, ପୁଣି ସେଇ କଥା ବାହାରିବ, ତାହେଲେ ତ ଆମେ ଯେତିକି ଆଗେଇଥିବୁ ସେତିକି ପଛକୁ ପଛେଇଯିବୁ। ତେଣୁ ଆମେ ସବୁବେଳେ ଆମର ଭାବନାକୁ ସୁଦୃଢ ଉଚ୍ଚ କରିବା। ଯେପରି ପଦ୍ମପତ୍ର ଜଳ ମଧ୍ୟରେ ସ୍ଥାୟୀ ମଧ୍ୟ ତା ଦେହରେ ଜଳ ଲାଗେନି, ଆମେ ସେହିପରି ଆସକ୍ତି ବିହୀନ ହୋଇ ସଂସାରରେ ସମସ୍ତ କର୍ମ କରିବୁ, କିନ୍ତୁ ଆମ ଭିତରେ ଯେଭଳି ଆସକ୍ତି ରହିବନି। ମନୁଷ୍ୟ ଜନ୍ମ ମୃତ୍ୟୁର ରହସ୍ୟ ଅତ୍ୟନ୍ତ ଗହନ। ଯୋଗୀ ସବୁବେଳେ ଚାହେଁ କିପରି ଜଣେ ଜୀବନ୍ମୁକ୍ତ ଭାବରେ ଜୀବନ ଯାପନ କରିବ, କିନ୍ତୁ ଭୋଗୀ ମଗ୍ନ ହେବା ପାଇଁ ଚାହେଁ। ଆତ୍ମା ସହିତ ଆମର ଜୀବନ ଯେତେ ପର୍ଯ୍ୟନ୍ତ ଜଡିତ ରହିଛି, ସେତେ ପର୍ଯ୍ୟନ୍ତ ଆମେ ମନୁଷ୍ୟ ଶରୀରରେ ଜଣା ହେବ। ଆତ୍ମା ଯେତେବେଳେ ଆମକୁ ଅଲଗା ହେଇଯିବ, ସେତେବେଳେ ଆମେ ମରଣଶୀଳ ହେଇଯିବୁ। ମୃତ୍ୟୁ ଜୀବନର ନୁହେଁ କେବଳ ଅନ୍ତିମ ପର୍ଯ୍ୟାୟ। ମୃତ୍ୟୁ ଉପରେ ଆମକୁ ବିଜୟ ଲାଭ କରିବାକୁ ହେଲେ ଆମେ ସୂକ୍ଷ୍ମ ସାଧନା କରିବା ନିହାତି ଦରକାର। ଏହି ସୂକ୍ଷ୍ମ ସାଧନା ବଳରେ ଆମେ ପୂର୍ବକୁ ଯାଇପାରିବୁ ଏବଂ ସମାଧିସ୍ଥ ହୋଇପାରିବୁ, ଆତ୍ମଦର୍ଶନ କରିପାରିବୁ, ନିଜେ ନିଜର ଆତ୍ମାକୁ ଅନୁଭବ କରିପାରିବୁ, ଦେଖିପାରିବୁ। ତେଣୁ ଆମେ ସମସ୍ତେ ନିଜର ଭାବନାକୁ ସୁଦୃଢ କରିବା ଏବଂ ନିଜର ମନୋବଳକୁ ସବୁବେଳେ ଦୃଢ କରିବା ଯେ ଆତ୍ମା ହିଁ ଆମକୁ ସବୁବେଳେ ସହାୟ ହୁଅନ୍ତୁ। ସେହି ଆତ୍ମା ମାଧ୍ୟମରେ ଆମେ ନିଜକୁ ଆତ୍ମମୟ କରି ଜୀବନର ସମସ୍ତ କର୍ମ କରିଯିବା। ଆମକୁ କୌଣସି ବିପଦ ଛୁଇଁ ପାରିବ ନାହିଁ। ଯେତେ ଦୁଃଖ ବିପଦ ଆସୁ ପଛେ ଆମେ ସୁଖରେ ରହିପାରିବା, ସବୁବେଳେ ଆନନ୍ଦ ପ୍ରସନ୍ନମୟ ଚିତ୍ତରେ ରହିପାରିବା ଏବଂ ସବୁ ଦୁଃଖକୁ ହସି ହସି ସହିପାରିବା। ମୁଁ ଏତିକି କହୁଛି। ଜୟ ଜଗନ୍ନାଥ। ଧନ୍ୟବାଦ। ମତାମତ ନିଜର ଅନୁଭୂତିରେ କହିଲେ, ଯୋଉଟା କି ସୁନ୍ଦର ଥିଲା। ନିଜର ଅନୁଭୂତି ଜ୍ଞାନ କଣ କି ନା, ସେ ନିଜେ ରୁଟି ବେଲି ପାରୁନଥିଲେ, ଛିଡା ହେଇପାରୁନଥିଲେ, ମାନେ ବେଣ୍ଡ ହେଇଯାଉଥିଲେ, ଦୁଃଖ ବହୁତ ସମୟ ବସିଲେ ମଧ୍ୟ ଦୁଃଖ ଲାଗୁଥିଲା, କଷ୍ଟ ଲାଗୁଥିଲା। ସିଏ ଆଜି ଠିକ ଅର୍ଡରକୁ ଆସିଛନ୍ତି, ଦେହ ଠିକ ହେଇଯାଇଛି। ସେଇ ଭାବର ଭାଷା ସେ ପ୍ରୟୋଗ କଲେ। ମତାମତ ପାଇଁ ବହୁତ ଧନ୍ୟବାଦ। ଆଉ କିଏ କହିବେ କି ନାହିଁ? ଦିଟା ବାଜିବ କି କଣ କହିବେ ଯଦି କିଏ କୁହନ୍ତୁ ଥରେ। ଆଉ ଜଣେ ଦି ଜଣ ଦିଟା ପୂର୍ବରୁ। ଜୟ ଜୟ ବାବା। ହଁ, ଜୟ ଜୟ। କୁହନ୍ତୁ। ଭିତରକୁ ଯେତେ ମାନେ ବସିବା ହିଁ ଯୋଗ ଅଟେ। ଆଉ
ଅର୍ଜୁନ କହିଥିଲେ ସଚ୍ଚିଦାନନ୍ଦ ସ୍ୱରୂପକୁ ଯାହା ଦ୍ୱାରା ପ୍ରାପ୍ତ କରାଯାଏ ତାହା ବି ମଧ୍ୟ ଯୋଗ। ସଚ୍ଚିଦାନନ୍ଦ ସ୍ୱରୂପ ହଉଛି କିଏ ଆମ ଭିତରେ ଏ ଆତ୍ମାଦେବ। ଏ ଆତ୍ମାଦେବକୁ ପ୍ରାପ୍ତ କରିବାକୁ ଯାହା ଦରକାର ତାହା ହଉଛି ଯୋଗ। ତେଣୁ ଯୋଗ ଦ୍ୱାରା ହିଁ ସବୁ କିଛି ପ୍ରାପ୍ତ ହେଇପାରିବ। এই ଯୋଗର ସୂକ୍ଷ୍ମ ରୂପଟା, ସୂକ୍ଷ୍ମ ସାଧନଟା, ସେଇ ସୂକ୍ଷ୍ମ ସାଧନଟା ଦିନେ ସ୍ଥୂଳ ରୂପରେ ପରିଣତ ହେଇଯିବ। ସୂକ୍ଷ୍ମ ଆହାର ହେଇଗଲେ, ଧୀରେ ସିଦ୍ଧ ହେଇଗଲେ, ଭାବନା ସିଦ୍ଧ ହେଇଗଲେ ବା ଯୋଗକୁ ପ୍ରକୃତ ଯୋଗ କରିବା ଦ୍ୱାରା ନିୟମ ଅନୁସାରେ ଗୁରୁଙ୍କର ମୁଖ ନିଃସୃତ ବାଣୀକି ଆମେ ଯଦି ମାନିକି ଠିକ ଭାବରେ ସେଇ ଯୋଗଟାକୁ କରିବା ବା ତା ଭିତରକୁ ପ୍ରବେଶ କରିବା, ନିଶ୍ଚିତ ଭାବରେ ଗୁରୁ ବାକ୍ୟ ଅନ୍ୟଥା ବୋଲେ ଆମ ସଦଗୁରୁ ଯୋଉ ଦୃଷ୍ଟି ଦଉଛନ୍ତି ସେ ତାଙ୍କ ଅନୁଭୂତି ରଖୁଛନ୍ତି। ଆଉ କୌଣସି ଶାସ୍ତ୍ରରେ ଲେଖା ହେଇନି କି କୌଣସି ଏ କଥା କେହି କହିପାରିବେ ନାହିଁ। ଆଉ ଅନେକ ସେଣ୍ଟର ମାନଙ୍କରେ ଏଇ ପ୍ରଶ୍ନ ପଚରା ହଉନାହିଁ ବା ଆମକୁ ଉତ୍ତର ଦେବାର ସୁଯୋଗ ମିଳୁନି। କିନ୍ତୁ ଗୁରୁଜୀକି ଧନ୍ୟବାଦ ଦଉଛି ଏଠି, ଯୋଉଟା କି ଏ ଶିଷ୍ୟ ମାନଙ୍କର ଉନ୍ନତି ପାଇଁ ବା ପିଲାମାନଙ୍କର ଉନ୍ନତି ପାଇଁ ଗୋଟେ ସ୍କୋପ ଦଉଛନ୍ତି। ଯାହା କହିଲେ ବି ଗୁରୁଜୀ ଶାନ୍ତ ଚିତ୍ତରେ, ଗୁରୁମା ଶାନ୍ତ ଚିତ୍ତରେ ତାହା ଶୁଣିକି ଆଉ ବିଚଳିତ ନ ହୋଇ ଆମ ସମସ୍ତ ପ୍ରଶ୍ନର ଉତ୍ତର ବା ସବୁ ଜିଜ୍ଞାସାକୁ ସମାଧାନ କରୁଛନ୍ତି। ଏଇଟା ଗୋଟେ ବଡ କଥା। ଆମେ ଏଇ ସୁଯୋଗ ପାଇଛୁ। ଏଇ ସଦଗୁରୁଙ୍କର କୃପା ଏଇ ପ୍ରକାର ଆମ ଉପରେ ବର୍ଷା ହଉଥାଉ। ଆଉ 7 ଦିନରେ 2 ଦିନ ମାତ୍ର ଆମେ ଏଇ ସତ୍ସଙ୍ଗ ପାଉଛୁ। ଯୋଉ ସତ୍ସଙ୍ଗ କି ଆମେ ହାତ ଛଡା କରିବା ନାହିଁ ବା ମୁଁ ବି ହାତ ଛଡା କରୁନାହିଁ। ଏ ସମୟକୁ ଜଗିକି ରହୁଛି। ସତ୍ସଙ୍ଗ ହେଇଯିବ, ସତ୍ସଙ୍ଗ ବି ଲଭି ନପାରେ ମୋର ତ। ଆଉ ସତଗୁରୁ ଯେବେ ମାରେ ଗୋଇଠା, ଅନ୍ଧାର ଘରରେ ଜଳେ ବୈଠା। ଅନ୍ଧାର ଆମର ସେଇ ସଜ ଭିତରଟା ଅନ୍ଧାର, ଆଉ ଆଖି ଭିତରେ ସବୁଆଡେ ଅନ୍ଧାର। କିନ୍ତୁ ସତଗୁରୁ ଯଦି ଟଚ୍ କରିବେ, ସତଗୁରୁଙ୍କ ମହାବାକ୍ୟ ତାଙ୍କର ମନ୍ତ୍ର ସ୍ୱରୂପ, ତାଙ୍କୁ ଯଦି ଆମେ ସ୍ମରଣ କରିବା ବା ମହାଗୁରୁଙ୍କର ସଂସ୍ପର୍ଶରେ ଆସିବା ବା ଏଇ ସତ୍ସଙ୍ଗରେ ଆସିବା, ତାହେଲେ ଆମର ଅନ୍ଧାର ଅଜ୍ଞାନ ଅନ୍ଧକାର ଦୂର ହେଇଯିବ। ମୁଁ ଆଉ ବିଶେଷ କିଛି କହୁନି। ମୁଁ ସତଗୁରୁଙ୍କୁ ପ୍ରଣାମ କରି ଶ୍ରଦ୍ଧାଞ୍ଜ ପ୍ରଣିପାତ ହୋଇ ଅଫଲାଇନ ଅନଲାଇନରେ ଥିବା ସମସ୍ତ ମୁନି ଋଷି ଭାଇମାନଙ୍କୁ ମୋର ଦଣ୍ଡବତ ପ୍ରଣାମ। ଆଉ ଗୁରୁମା ଗୁରୁଜୀଙ୍କୁ ମୋର ଶ୍ରଦ୍ଧାଞ୍ଜ ପ୍ରଣିପାତ କରି ଏଇ ସଂକ୍ଷିପ୍ତ ବଚନକୁ ମୁଁ ସାଙ୍ଗ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ। ସୁନ୍ଦର ସାବଲୀଳ ଭାବରେ ନିଜର ମତାମତ ଉପସ୍ଥାପନ କଲେ। 3ଟି ଏପିସୋଡରେ କ'ଣ ଅଛି ତା ମଧ୍ୟ ବର୍ଣ୍ଣନା କଲେ। ମୁଁ ମଧ୍ୟ ଭୁଲି ଯାଇଥିଲି କ'ଣ କୁହାଯାଇଛି। ତାକୁ ମଧ୍ୟ ସରଳ ଏବଂ ସଠିକ ଭାବରେ ଉପସ୍ଥାପନ କରିଛନ୍ତି ଏଇ ସତ୍ସଙ୍ଗରେ। ସେଥିପାଇଁ ବହୁତ ଧନ୍ୟବାଦ ଏବଂ ଆଶା କରେ ସମସ୍ତେ ଏ ସତ୍ସଙ୍ଗକୁ ଶୁଣନ୍ତୁ, ମନ ଦେଇ ଯୋଉଟା ଆବଶ୍ୟକତା ଅଛି ତାକୁ ପାଳନ କରନ୍ତୁ। ପାଳନ କଲେ ତାର ନିଷ୍କର୍ଷ କିଛି ବାହାରିବ, ବିନା ପାଳନରେ ବାହାରିବନି। ଯୋଉଟାକୁ ଠିକ ପଏଣ୍ଟ ଭାବୁଛନ୍ତି ତାକୁ ସେଭ୍ କରନ୍ତୁ ମନ ଭିତରେ ଏବଂ ପାଳନ କରନ୍ତୁ। ଦେଖି ବହୁତ ରେଜଲ୍ଟ ମିଳିବ। ଆଉ କିଛି ଉପାୟ ନାହିଁ ଜୀବନରେ। ଏ ପୃଥିବୀ ଅପେକ୍ଷା କରିଛି ତୁମକୁ ବିଦାୟ ଦେବା ପାଇଁ। ଯେମିତି ଅପେକ୍ଷା କରିଥିଲା ଆସିବା ପାଇଁ, ସେମିତି ବିଦାୟ ମଧ୍ୟ ରହିଛି ତା ସହିତ। ଗୋଟିଏ ସୂତ୍ର, ଆସିବ ଯିବା। ତୁମେ ଯେମିତି ଆସିବ, ଯେମିତି ନାଚିବ, ଯେମିତି ହସିବ, ଯେମିତି କାନ୍ଦିବ, ସବୁ ତୁମ ଉପରେ ନିର୍ଭର କରୁଛି। ସବୁ ତୁମ ଉପରେ। ତେଣୁ ସେଠି ସଜାଗ ରୁହନ୍ତୁ। ନିଜେ କେମିତି ହସ ଖୁସିରେ ରହିବେ, ଶାନ୍ତିରେ ଆସିଛନ୍ତି ଶାନ୍ତିରେ ଯିବେ। ଆଉ ଗୋଟେ ବଡ଼ ଅନୁଭୂତି ନେଇକି ଯିବେ, ସେ ହେଉଛି ନିଜର ସ୍ୱରୂପ ଦର୍ଶନ। ସେଇଟାକୁ କେବେ ମନ ଭିତରୁ ଭୁଲନ୍ତୁ ନାହିଁ କି ଛାଡ଼ନ୍ତୁ ନାହିଁ। ଆଜିର ଏତିକି ମାର୍ମିକ କଥା ଥିଲା, କନକ୍ଲୁଜନ ଥିଲା ଏଇ ଏପିସୋଡର। ଏବେ ରଖିବା। ଆଉ ମତାମତ ନାହିଁ। 2ଟା ବାଜିଲା, ପୁଣି ରୋଷେଇବାସ ଅଛି, ଘର ସଂସାର ଅଛି, ଖାଦ୍ୟପେୟ ଅଛି, ଆଉ ସବୁ ଅଛି। ତେବେ ଏଇଠି ରଖିବା। ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ। ଜୟ ଜୟ।